ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା +3 ଦ୍ୱିତୀୟ ସେମିଷ୍ଟରର କୋର୍ 4ର ୟୁନିଟ୍ ଆଇ ସମ୍ପର୍କରେ। ମାନେ ତାର ଫାର୍ଷ୍ଟ ପାର୍ଟରେ ଆମେ ଆଲୋଚନା କରିସାରିଛେ। ଏପରିକି ଆମର ୟୁନିଟ୍ 3ରେ ଥିଲା କ'ଣ ଯେ ତାର ପ୍ରଥମ ୟୁନିଟ୍ ଥିଲା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା ଥିଲା ଏବଂ ତାର ଫାର୍ଷ୍ଟ ପାର୍ଟ ସମ୍ପର୍କରେ ଆମେ ଆଲୋଚନା କରିସାରିଛେ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କାହାକୁ କହିବା ଏବଂ ତାର ଯେଉଁ ପ୍ରସିଦ୍ଧ ଯେଉଁ কবিମାନେ ଯେଉଁ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିମାନଙ୍କ ଉପରେ ମଧ୍ୟ ଆମେ ଆଲୋଚନା କରିଥିଲା। ଦୁଇ ଜଣଙ୍କ ଉପରେ ଆମେ ଆଲୋଚନା କରିସାରିଥିଲା। ଏଇଟା ପଢ଼ିଛେ ଏବଂ ଏ ଉପରେ ଆଉ ଆଲୋଚନା କରିବାନି। ଯିଏ ବି ସେ ଭିଡ଼ିଓ ଦେଖିନାହ ଡିସ୍କ୍ରିପ୍ସନ୍ ଲିଙ୍କ୍ ତୁମେ ଯାଇକି ଦେଖିପାରିବ। ଯଦି ଏହି ଉପରେ ଆଲୋଚନା କରୁ ତାହେଲେ ପୁଣି ଆମକୁ ମାନେ ବିଳମ୍ବ ହେଇଯିବ ଏବଂ ଆମକୁ ଶୀଘ୍ର ଶୀଘ୍ର କୋର୍ସ ସାରିବାର ଅଛି। ତେଣୁ ଆମେ ସେଇ ଉପରେ ଆଉ ଡବଲ୍ ଆଲୋଚନା କରିବାନି। ତୁମେ ଡିସ୍କ୍ରିପ୍ସନ୍ର ଲିଙ୍କ୍ ଅଛି ଯାଇକି ଦେଖିପାରିବ ହେଲା। ତ ଦେଖ ଆଲୋଚନା କରିସାରିଥିଲା ଏଗୁଡ଼ିଏ ଆମେ ଯେଉଁ ଆମର ଯେଉଁ ଦୁଇ ଜଣ କବି ଯେଉଁ ରହିଲେ ସଚ୍ଚିଦାନନ୍ଦ ରାଉତରାୟଙ୍କ ଉପରେ ଆଲୋଚନା କରିଥିଲା। ତାଙ୍କର ବାଜିରାଉତ ଉପରେ ଆମେ ଆଲୋଚନା କରିଥିଲା। ତାଙ୍କର ପ୍ରମୁଖ ରଚନା ଯେଉଁଟା ବାଜିରାଉତ ପାଣ୍ଡୁଲିପି ସେ ଉପରେ ଆମେ ଆଲୋଚନା କରିସାରିଥିଲା। ତାଙ୍କର ଯେଉଁ ବିଭିନ୍ନ ପ୍ରକାର କବିତା ଯେଉଁ ପାଥେୟ ପୂର୍ଣ୍ଣିମା ପଲ୍ଲୀଶ୍ରୀ ସେ ଉପରେ ମଧ୍ୟ ଆଲୋଚନା କରିସାରିଥିଲା। ତାପରେ ଯେଉଁ ରହିଲା ଆଉ ଗୋଟେ କ'ଣ ଯେ ଆଉ ଗୋଟେ କାହା ଉପରେ ଆଲୋଚନା କରିଥିଲା ଆମେ ଗୁରୁପ୍ରସାଦ ମହାନ୍ତିଙ୍କ ଉପରେ ଆଲୋଚନା କରିଥିଲା। ଗୁରୁପ୍ରସାଦ ମହାନ୍ତିଙ୍କ କାଳପୁରୁଷ ଉପରେ ଆମେ ଆଲୋଚନା କରିସାରିଥିଲା। ତାପରେ ଭାନୁଜୀ ରାଓଙ୍କ ଉପରେ ମଧ୍ୟ ଆମେ ଆଲୋଚନା କରିସାରିଥିଲା। ଭାନୁଜୀ ରାଓ ଆମର ନଈ ଆରପାରି ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେଇଥିଲେ ସେଇଟା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେଇଥିପାଇଁ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ ବୋଲି ଆମେ ପଢ଼ି ସାରିଛେ। ଯିଏ ବି ସେ ଭିଡ଼ିଓ ଦେଖିନ ପିଲାମାନେ ତୁମକୁ ବାରମ୍ବାର ବି କହୁଛି ସେଇଟା ଥିଲା ଆମର ପାର୍ଟ 1। ତୁମେ ଯଦି ପାର୍ଟ 1 ନ ଦେଖିବ ତାହେଲେ ପାର୍ଟ 2 ବୁଝିପାରିବନି। କାହିଁକିନା ତୁମକୁ ପୁଣି ଥରେ ବୁଝଉନି। ପୂର୍ବରୁ କ'ଣ ହେଉଥିଲା ଯେ ସେ ଯେଉଁ ପୂର୍ବ କ୍ଲାସ୍ରେ ଯାହା ଯାହା ବି ପଢ଼ିଥିଲି ପୁଣି ଥରେ ସେଇଟା ନେକ୍ସଟ କ୍ଲାସ୍ରେ ଆଲୋଚନା କରିଦେଉଥିଲି। କିନ୍ତୁ ବର୍ତ୍ତମାନ ସମୟର ସ୍ୱଳ୍ପତା ଦୃଷ୍ଟିରୁ କ'ଣ ହେଉଛି ଯେ ସେଗୁଡ଼ିକ ଆଲୋଚନା କରି ହେଉନି। ତେଣୁ ତୁମେ ପାର୍ଟ 1 ଦେଖ ତାପରେ ପାର୍ଟ 2 ଦେଖ, ଯାହାଫଳରେ ତୁମେ କ୍ଲିୟର ହେଇଯିବ। ଏବଂ ୟୁନିଟ୍ 1ରୁ ଏପରି କୌଣସି କ୍ୱେଶ୍ଚନ୍ ନାହିଁ ଯେ ଯେଉଁ କୌଣସି ମାନେ ଯେଉଁ କ୍ୱେଶ୍ଚନ୍ ଆସିଲେ ତୁମେ ତାର ଆନ୍ସର୍ ମାନେ ଠିକ୍ସେ ଲେଖିପାରିବନି। ଯେକୌଣସି କ୍ୱେଶ୍ଚନ୍ ଆସୁ କୋର୍ 3ର ୟୁନିଟ୍ 1ରୁ ଯେକୌଣସି କ୍ୱେଶ୍ଚନ୍ ଆସୁ ତୁମେ ତାହାକୁ ଆରାମସେ ତୁମେ ସେ କ୍ୱେଶ୍ଚନ୍କୁ ଆଟେଣ୍ଡ କରିପାରିବ। ତ ବୁଝିଗଲା ଆଲୋଚନା କରିବା। ବର୍ତ୍ତମାନ ଆମେ କାହା କାହା ଉପରେ ଆଲୋଚନା କରିଥିଲା ତୁମକୁ ମୁଁ କହିଥିଲି ଯେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କାହାକୁ କହିଥାଏ ବା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟ କବିତା। ମାନେ ଦେଶ ସ୍ୱାଧୀନ ହେଲା ପରେ 1947 ହେଲା 1947 ପରେ ପରେ ବା 1947 ପରେ ନହେଲେ ବି ଉତ୍ତର 50 ଦଶକ ମାନେ 1950 ପରବର୍ତ୍ତୀ ସମୟରେ ଯେଉଁ କବିମାନେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ତାଙ୍କ ଉପରେ ଆମେ ଆଲୋଚନା କରିବା। ସେ ଭିତରେ ଆମେ ଦୁଇ ଜଣଙ୍କ ଉପରେ ଆଲୋଚନା କରିଥିଲା। ଜଣେ ହେଉଛନ୍ତି ସଚ୍ଚିଦାନନ୍ଦ ରାଉତରାୟ ଏବଂ ଆଉ ଜଣେ କିଏ ଜଣେ ହେଉଛନ୍ତି ସଚ୍ଚିଦାନନ୍ଦ ରାଉତରାୟ ଏବଂ ଆଉ ଜଣେ ହେଉଛନ୍ତି ତିନି ଜଣଙ୍କ ଉପରେ ଆଲୋଚନା କରିଥିଲା ବୋଧେ ସଚ୍ଚିଦାନନ୍ଦ ରାଉତରାୟ, ଗୁରୁପ୍ରସାଦ ମହାନ୍ତି ଆଉ ଭାନୁଜୀ ରାଓ। ତ ତିନି ଜଣଙ୍କ ଉପରେ ଆମେ ଆଲୋଚନା କରିଥିଲା। ବର୍ତ୍ତମାନ 4-5 ଜଣ କବି ଅଛନ୍ତି ଯାହାଙ୍କ ଉପରେ ବର୍ତ୍ତମାନ ଆମେ ଆଲୋଚନା କରିବା। ତ ସେ ଭିତରେ ଦେଖ ବେଣୁଧର ରାଉତଙ୍କ ଉପରେ ଆମେ ଆଲୋଚନା କରିବା। ସ୍ୱାଧୀନୋତ୍ତର କାଳର ଜଣେ ଲବ୍ଧ ପ୍ରତିଷ୍ଠ କବି ଭାବେ ବେଣୁଧର ରାଉତ ବିଶେଷ ଗୌରବର ଅଧିକାରୀ। ପରିମାଣ ଦୃଷ୍ଟିରୁ ତାଙ୍କର କାବ୍ୟ କୃତିତ୍ୱ ସୀମିତ। ତାଙ୍କ ରଚିତ କବିତା ଗୁଡ଼ିକ ପିଙ୍ଗଳାର ସୂର୍ଯ୍ୟ ଓ ଏକତାରା ଦୁଇତାରା ଏହି ଦୁଇଟି କବିତା ଗ୍ରନ୍ଥରେ ସ୍ଥାନିତ। ମାନେ ତାଙ୍କର ରଚିତ କବିତା ଗୁଡ଼ିକ ସେ ଯେଉଁ ଅନେକ ଗୁଡ଼ିଏ କବିତା ରଚନା କରିଛନ୍ତି ସେ ସବୁ କବିତା ଗୁଡ଼ିକ କ'ଣ ଯେ ପିଙ୍ଗଳାର ସୂର୍ଯ୍ୟ ଆଉ ଏକତାରା ଦୁଇତାରା। ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲାମାନେ କବିତାର ସୂର୍ଯ୍ୟ କହିଦେଲି, ପିଙ୍ଗଳାର ସୂର୍ଯ୍ୟ ଆଉ ଏକତାରା ଦୁଇତାରା ମାନେ କାହା ରଚନା ବୋଲି ପରୀକ୍ଷାରେ ପ୍ରଶ୍ନ ଆସିପାରେ। ତ ତୁମେ ଲେଖିବ ବେଣୁଧର ରାଉତ କିମ୍ବା ବେଣୁଧର ରାଉତର ଦୁଇଟା କବିତା ଗ୍ରନ୍ଥର ନାମ ଲେଖ। ତୁମେ ଲେଖିବ ପିଙ୍ଗଳାର ସୂର୍ଯ୍ୟ ଆଉ ଏକତାରା ଦୁଇତାରା। ଏଇଟା 2 ମାର୍କିଆ ପାଇଁ ଏବଂ ଲଙ୍ଗ କୋଶ୍ଚିନ୍ରେ ତୁମକୁ ସବୁ ଲେଖିବାକୁ ପଡ଼ିବ ଯାହା ପଢ଼ଉଛି। କବିଙ୍କର କାଠଘୋଡ଼ା ପାଣି ପିଇ ଏକ ସାର୍ଥକ ବ୍ୟଙ୍ଗାତ୍ମକ କବିତା। ବ୍ୟଙ୍ଗାତ୍ମକ ମାନେ କ'ଣ ଯେଉଁଥିରେ ବ୍ୟଙ୍ଗ ଥିବ, ଯେଉଁଥିରେ ହସ ଥିବ, ଯେଉଁଥିରେ ବ୍ୟଙ୍ଗ ଥିବ, ଯେଉଁଥିରେ ବିଦ୍ରୂପ ଥିବ ତାକୁ ବ୍ୟଙ୍ଗାତ୍ମକ କବିତା ବୋଲି ଆମେ କହିଥାଉ। କବି ବେଣୁଧରଙ୍କର ପ୍ରାରମ୍ଭିକ ପର୍ଯ୍ୟାୟର କବିତା ହେଉଛି ଯୋଗୀ, କେଶବତୀ, କଳାମେଣ୍ଢା। ଏଥିରେ ମୂଳତଃ ରୋମାଣ୍ଟିକ୍ କଳ୍ପନା ବା ବିଳାସ ଦୃଷ୍ଟିଗୋଚର ହୁଏ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସାମାଜିକ ବାସ୍ତବତା ତାଙ୍କର କାବ୍ୟ ସ୍ୱର ରୂପେ ଗୃହୀତ ହୋଇଥିଲା। ତ ଦେଖ ପିଲାମାନେ ଯେ ଯେଉଁ ରଚନା ମାନେ କାହାର ଯେଉଁ ଆମେ ଯେତେବେଳେ ବେଣୁଧର ରାଉତଙ୍କ ଉପରେ ଆଲୋଚନା କରିବା ତାଙ୍କର କାଠଗୋଡ଼ା ପାଣି ପିଇ ଏକ ସାର୍ଥକ ବ୍ୟଙ୍ଗାତ୍ମକ କବିତା, ତା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କର ଯୋଗୀ ରହିଛି, କେଶବତୀ, କଳାମେଣ୍ଢା ଏସବୁ ମଧ୍ୟ କ'ଣ ଯେ ବେଣୁଧର ରାଉତଙ୍କର ରଚନା। ଏଥିରେ ମୂଳତଃ ରୋମାଣ୍ଟିକ୍ କଳ୍ପନା ବିଳାସ, ରୋମାଣ୍ଟିକ୍ ଚେତନା ମାନେ ତୁମେ ତ ବର୍ତ୍ତମାନ ପଢ଼ିନଥିବ ରୋମାଣ୍ଟିକ୍ ଚେତନା କ'ଣ ଆମର କ୍ଲାସିସିଜିମ୍ ରୋମାଣ୍ଟିସିଜିମ୍ ଯେଉଁଟା ସେଇଟା ତୁମର 4th ସେମିଷ୍ଟାର ରହିଛି। ତ ତୁମେ କ୍ଲାସିସିଜିମ୍ ରୋମାଣ୍ଟିସିଜିମ୍ କହିଲେ କ'ଣ ବୁଝିପାରିବନି। ତ ସେଥିରେ କ'ଣ ହେଉଛି ପିଲାମାନେ ରୋମାଣ୍ଟିକ୍ କଳ୍ପନା ବିଳାସ ଦୃଷ୍ଟିଗୋଚର ହୁଏ। ରୋମାଣ୍ଟିକ୍ କଳ୍ପନା ମାନେ ପ୍ରାୟତଃ କଳ୍ପନାକୁ ନେଇକି ହିଁ ରଚନା ହେଉଥିଲା। ରୋମାଣ୍ଟିକ୍ କବିମାନେ ଯେଉଁ ରଚନା କରୁଥିଲେ ପ୍ରାୟତଃ ମାନେ କଳ୍ପନା ବିଳାସ। କଳ୍ପନା ମାନେ କ'ଣ ଭାବନା, ଯେଉଁଟା ଭାବିଲା ସେଇଟା ଆମର କଳ୍ପନା। ବୁଝିହେଲା ତ ଏଥିରେ ମୂଳତଃ ରୋମାଣ୍ଟିକ୍ କଳ୍ପନା ବିଳାସ ମାନେ ରୋମାଣ୍ଟିକ୍ ଚେତନା ଦେଖିବାକୁ ପାଉଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ ହେଲା ଯେ ସାମାଜିକ ବାସ୍ତବତା ତାଙ୍କ କାବ୍ୟ ସ୍ୱରୂପ ଗୁରୁତ୍ୱ ହେଲା। ପୂର୍ବରୁ କ'ଣ ଥିଲା ଯେ ଯେଉଁ ବେଣୁଧର ରାଉତ ଯେଉଁ ରଚନା ମାନ କରିଥିଲେ ସେଇ ରଚନାରେ ରୋମାଣ୍ଟିକ୍ କଳ୍ପନା ବିଳାସ ଆମେ ଦେଖିବାକୁ ପାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସାମାଜିକ ବାସ୍ତବ ମାନେ କ'ଣ ଯେ ରିଆଲିଟି ଯେଉଁଟା ବାସ୍ତବ, ଯେଉଁଟା ପ୍ରତିଦିନ ସମାଜରେ ଘଟୁଛି, ସମାଜରେ ବାସ୍ତବ ଚିତ୍ର ସେଇ କବିତାର ବା ସେଇ କାବ୍ୟର ସ୍ୱର ରୂପରେ ବା ସେଇ
কাব্যরে সেটা লেখা বা রচনা করা হয়েছিল। বুঝিপারে তো কোণ কହୁଛି প্রথমে লা রোমান্টিক কল্পনা বিলাস কিন্তু পরবর্তী সময় ধীরে 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 কোণ হলা ধীরে ধীরে তাঁর কাব্যর স্বর পরিবর্তন হয়েছে এবং সেইটা রোমান্টিক কল্পনা বিলাসর ফিদা ফিদা চালি আসছে বাস্তবতা আড়ক বাস্তবতার স্বর তাঁর কাব্য কবিতার প্রতিফলিত হয়েছি। বুঝিলা ଏହା ବାଦ ବି ତୁମର ଏତେ ବୁଝେଇଲା ପରେ ବି ତୁମର ଯଦି କିଛି ବି ବୁଝି ହେଉନି ତ ତାହେଲେ ଡିସ୍କ୍ରିପ୍ସନ୍ ଲିଙ୍କ୍ ଅଛି ଫୋମ୍ ଟ୍ୟୁଟୋରିଆଲ୍ ଟେଲିଗ୍ରାମ ଚ୍ୟାନେଲ୍ ଏବଂ ତୁମେ ସେଇଥିରେ ଜଏନ୍ ହେଇକି ତୁମର ଯେକୌଣସି ଡାଉଟ୍ ମୋତେ ପଚାରି ପାରିବ ଏବଂ ଆମ ଡିସ୍କସନ୍ରେ ମୋତେ ସାମିଲ ହେଇପାରିବ। ଅଲ୍ ଓଡ଼ିଶାର ଏପରି କୌଣସି ୟୁନିଭର୍ସିଟି ନାହିଁ ଯେଉଁ ୟୁନିଭର୍ସିଟିର ଷ୍ଟୁଡେଣ୍ଟ ମୋ ଟେଲିଗ୍ରାମ ଚ୍ୟାନେଲରେ ନାହାନ୍ତି। ସବୁ ୟୁନିଭର୍ସିଟି ତୁମେ ମାନେ ଯାହା ଯାହା ଉତ୍କଳ ୟୁନିଭର୍ସିଟିରୁ ଆରମ୍ଭ କରିକି ବିକ୍ରମଦେବ ୟୁନିଭର୍ସିଟି ପର୍ଯ୍ୟନ୍ତ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଓଡ଼ିଶାର ଯାହା ଯାହା ବି ୟୁନିଭର୍ସିଟି ଅଛି ସବୁ ୟୁନିଭର୍ସିଟିର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ମୋ ଟେଲିଗ୍ରାମ ଗ୍ରୁପ୍ରେ ଆଡ଼୍ ଅଛନ୍ତି। ତେଣୁ ତୁମେ ନିଶ୍ଚିତ ଭାବରେ ଟେଲିଗ୍ରାମ ଗ୍ରୁପ୍ରେ ଆଡ଼୍ ହେବା ସହିତ ଆମ ଡିସ୍କସନ୍ରେ ମଧ୍ୟ ସାମିଲ ହେଇପାରିବ ଏବଂ ସବୁ ୟୁନିଭର୍ସିଟିର ପିଲାଙ୍କ ସହିତ ମିଶିବାର ମଧ୍ୟ ସୁଯୋଗ ପାଇବ ଏବଂ ସବୁ ୟୁନିଭର୍ସିଟିର କୋଶ୍ଚିନ୍ ମଧ୍ୟ ତୁମେମାନେ ଦେଖିପାରିବ। ବୁଝିହେଲା? তো জানিল প্রথমে লা রোমান্টিক কল্পনা বিলাস কিন্তু পরবর্তী সময়ের সমাজের বাস্তবতা কাব্যস্বর রূপে গৃহীত হয়েছিল। এই ভাবধারার কবিতা গুড়িক হচ্ছে মলয়র আত্মহত্যা, সুনা সিংহর স্বপ্ন, কাঠঘোড়া পানি পি, ওট পক্ষী ইত্যাদি। মলয়র আত্মহত্যা কবিতার কবি দর্শাইছেন যে বঞ্চিবার উগ্র বাস্তবতা মধ্যে মলয় সঞ্চার ব্যর্থ। তো এইভাবে ভাবে অনেক গুড়ি রচনা করছেন কিয়ে বেণুধর রাউত। তো বেণুধর রাউতর দেখ পিলাମାନେ মুখ্যতঃ দুইটা জিনিস মনে রাখবে লং কোশ্চিন পাই তোমাকে পড়া পড়ব কিন্তু শর্ট কোশ্চিন পাই দেখ পিঙ্গলার সূর্য একতারা দুইটারা তাঁর দুইটা কবিতা গ্রন্থ তা সহিত কাঠগোড়া পানি পি গোটে ব্যঙ্গাত্মক কবিতা, কলা মেଣ୍ଢା, কেশবতী, যোগী এগুলিক মনে রাখব এবং এই যে মলয়র আত্মহত্যা, সোনার সিংহর স্বপ্ন সেতে ইম্পর্টেন্ট নুহে কিন্তু তুমি যদি পারিব তাহলে মনে রখি দিও কাহিঁকি না 7টি 8টি রচনা রয়েছে এবং 2 মার্কিয়া পাই চিন্তা করবনি পিলাମାନେ কাহিঁকি না তোমার 15টি কোশ্চিন আসবে এবং 15টি তোমাকে 10টা আটেন্ড করিবার আছে তো সেটি চিন্তা নাই লং কোশ্চিন তুমি ঠিকসে পড়িব সমস্ত বাবদରେ ଲେଖିପାରିବ ହେଲା। তো ଆମେ ପୂର୍ବରୁ ଆଲୋଚନା କରିଥିଲେ କାହା କାହା ବାବଦରେ ସଚ୍ଚିଦାନନ୍ଦ ରାଉତରାୟଙ୍କ ବାବଦରେ, ଗୁରୁପ୍ରସାଦ ମହାନ୍ତିଙ୍କ ବାବଦରେ ଆଉ ଭାନୁଜୀ ରାଓଙ୍କ ବାବଦରେ ଭାନୁଜୀ ରାଓ। ବର୍ତ୍ତମାନ ଆମେ ଆଲୋଚନା କଲା ବେଣୁଧର ରାଉତଙ୍କ ବାବଦରେ ମାନେ ସ୍ୱାଧୀନତା ପରବର୍ତ୍ତୀ 4ଟି କବିଙ୍କ ସମ୍ପର୍କରେ ଆମେ ଅଲରେଡ଼ି ଆଲୋଚନା କରି ସାରିଛେ। ବର୍ତ୍ତମାନ ଯିବେ ଆମେ ରବି ସିଂଙ୍କ ଆଡ଼କୁ। ରବି ସିଂଙ୍କ ଆଡ଼କୁ ତ ରବି ସିଂ ସମସ୍ତେ ଜାଣିଛ ନାଁ ବି ଶୁଣିଥିବ, ଚରମପତ୍ର ଦେଲି ଭଗବାନ ଚରମପତ୍ର ଘେନ। ତ ସେଇଭଳି କବିତା ତାଙ୍କର ବହୁତ ସୁନ୍ଦର ରଚନା। ତ ରବି ସିଂ ଜଣେ ବିପ୍ଳବୀ କବି ଭାବରେ ପରିଚିତ, ତାଙ୍କ ଉପରେ ଆମେ ଆଲୋଚନା କରିବା। ଦେଖ কবি রবি সিং জনে প্রগতিশীল কবি ভাবে দীর্ঘ 6 দশন্ধিরু ঊর্ধ্ব সময় ধরি কবিতা রচনা করবার নিজকে নিয়োজিত করেছেন। এই দৃষ্টির সে অভিনন্দনীয়। তো সে দীর্ঘ 6 দশন্ধি ধরি বা 6 দশন্ধি মানে কোণ গোটে দশন্ধি মানে পাখাপাখি 10 বর্ষ, দশন্ধি মানে কোণ 10 বর্ষ, তো পাখাপাখি 60 বর্ষর ঊর্ধ্ব সময় ধরি কোণ কবিতা রচনার নিজকে সে নিয়োজিত করেছেন। এই দৃষ্টির সে অভিনন্দনীয়। সে সাধারণতঃ বিপ্লবী কবি ভাবে সুপরিচিত। তোমাকে কইলি যে রবি সিং জনে বিপ্লবী কবি, বিপ্লব করেছেন সে সবুলে সে স্বর উত্তোলন করেছেন যেকোনসি জিনিস তাকে খারাপ লাগিলা। বর্তমান ভাবি না গোটে বিজেডি শাসন করছে আম ওড়িশার, বর্তমান কিଏ বিজেডি শাসন করছে। তো সেই সময় সে যেতে রচনা মান কলে সেই সময় সে স্বর উত্তোলন করছেন, অন্যায় বিরোধে সে স্বর উত্তোলন করছেন, সে বিপ্লব করছেন। কেবে মধ্যে সে পছঘুঞ্চা দেই না কিংবা কেবে মধ্যে সে ভয়ভীত হই না, ସବୁବେଳେ বিপ্লব କରିବାକୁ ତାଙ୍କୁ ଭଲ ଲାଗେ। ବୁଝିହେଲା? ତାଙ୍କ କବିତାରେ ଶୋଷଣ, ଦୁର୍ନୀତି, ପ୍ରିୟା ପ୍ରୀତି ତୋଷଣର ପ୍ରବଳ ବିରୋଧର ଚିତ୍ର ହେଉଛି। ଦୁର୍ନୀତି, ପ୍ରାୟତଃ ଦୁର୍ନୀତି ବିରୋଧରେ ସେ ବିଦ୍ରୋହ କରିଛନ୍ତି, ଦୁର୍ନୀତି ବିରୋଧରେ ସେ ବିପ୍ଳବ କରିଛନ୍ତି। ସେ ଯେକୌଣସି ଜାଗାରେ ଦୁର୍ନୀତି ଦେଖିଦେଲେ ସେଇ ସ୍ଥାନରେ ସେ ସହ୍ୟ କରିପାରନ୍ତିନି, ତ ସେଇ ଜାଗାରେ ସେ ବିପ୍ଳବ କରିଦିଅନ୍ତି। ତେବେ ଜଣେ ଜଣେ ସମାଜ ସଚେତନ ଏବଂ ମାନବବାଦୀ କବି ଭାବରେ ରବି ସିଂ ପାଠକଙ୍କର ଶ୍ରଦ୍ଧା ଭାଜନ ହୋଇପାରିଛନ୍ତି। ତାଙ୍କ କବିତା ମଧ୍ୟରେ କାହାର ରବି ସିଂଙ୍କ କବିତା ମଧ୍ୟରେ ପଥପ୍ରାନ୍ତର କବିତା, ଚରମପତ୍ର ବହୁତ ସୁନ୍ଦର। ପିଲାମାନେ ଚରମପତ୍ର ମାନେ ଏମିତି ଗୋଟେ କବିତା ଯାହାକି ମାନେ ଏତେ ମାନେ ଶୁଣିଲେ ମାନେ ଭାବିନିଅ ଯେ ସେହି ସମୟରେ ସେ ପ୍ରଭୁଙ୍କୁ ମଧ୍ୟ ସେ ସିଂହାସନ ଛାଡ଼ିବା ପାଇଁ କହିଛନ୍ତି। ହେ ପ୍ରଭୁ, ଏଇ ଚରଣପତ୍ର ଗୋଟେ କହିଦେଉଛି ପିଲାମାନେ, ଟିକେ ତୁମର ସମୟ ନେଉଛି, ମୋତେ ଟିକେ ସମୟ ଦିଅ ହେଲା ତ କହିଦେଉଛି। ଦେଖ তো এই চরমপত্রে কোণ হয়েছে যে সময় সে ভগবান বিরোধে মধ্যে বিপ্লব করেছেন। সে তো জনে বিপ্লবী কবি, সে দুর্নীতি বিরোধে বিপ্লব করতে কিন্তু সে ভগবান মধ্যে কিন্তু হে ভগবান তুম দ্বারা যদি এইটা সম্ভাড়ি হো না, তুমি যদি সংসারকু চলাই পার না তাহলে তুমি সংসার মধ্যে ছাড়ি দিও বলে সে কিন্তু। এবং সেই জায়গায় সে কিন্তু চরমপত্র দেলি ভগবান চরমপত্র দেলি আগামী 24 ঘণ্টা ভিতরে আগামীকালির এই প্রভাতরে যেবে ন ছাড়ব গোলক সিংহাসন ফিরু অবয়ব ছিন্ন করিব মো তরবারি বলি সেই সময় সে ভগবান মধ্যে বিপ্লব করেছেন, ভগবান বিরোধে মধ্যে সে বিপ্লব করেছেন। এইভাবে ভাবে জনে কবি লে রবি সিং। এবং এই চরমপত্র কবিতা বহুত সুন্দর, যদি পড়ব না মানে শব্দরে সেটা বর্ণনা করি হবনি, এত সুন্দর কবিতা সেটা। তা সহিত ফিথিল বলগা, ভুরকুটি, লাল পাগড়ার প্রেত এবং অন্যান্য কবিতা, বিভিন্ন পাদটিকা, দুর্গমগিরি, সর্বহরা, ঝড়, অনার্যর, চর্যাপদ, অগ্নিদেব, বিফবাণী, জমানবন্দি,
କେବଳ ସଂଗ୍ରାମ, ଭଗ୍ନ ତାର କବିତା, କ୍ଷେତ ତାରକାର ଲୁହ, ପୃଥିବୀ ଟଳମଳ, ଲୋହିତ ସଂକ୍ରାନ୍ତି, ନବମ ସ୍ୱର୍ଗ, ଅପ୍ରୀତିକର କବିତା ଇତ୍ୟାଦି। ତ ଏତେ ଗୁଡ଼ିଏ କବିତା ମନେ ରଖିବାର ଦରକାର ନାହିଁ ପିଲାମାନେ। ତ ଏମାନେ କେବଳ ଯଦି ପରୀକ୍ଷାରେ ପ୍ରଶ୍ନ ଆସିପାରେ ତ ରବି ସିଂଙ୍କର ଦୁଇଟା କବିତା ଲେଖ, ତ ପଥପ୍ରାନ୍ତର କବିତା ଏବଂ ଚରମପତ୍ର କିମ୍ବା ଚରମପତ୍ର କବିତା ତୁମେ ମନେ ରଖିଥାଅ। ଚରମପତ୍ର କବିତା କାହାର କୋଶ୍ଚିନ୍ ଆସିପାରେ, ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଚରମପତ୍ର ନା ତୁମକୁ ଯେଉଁ କହିଲି ଚରମପତ୍ର ଦେଲି ଭଗବାନ ଚରମପତ୍ର ଦେଲି, ବହୁତ ସୁନ୍ଦର ସେଇଟା ହେଲା, ତୁମେ ସେଇଟା ମନେ ରଖିଥାଅ। ଏବଂ ମୁଖ୍ୟତଃ ଜାଣିଥାଅ ଯେ ବିପ୍ଳବୀ କବି ରବି ସିଂ ଜଣେ ବିପ୍ଳବୀ କବି। ସେ କ'ଣ କରୁଥିଲେ ଯେ ସମାଜର ଦୁର୍ନୀତି ବିରୋଧରେ ସେ ବିପ୍ଳବ କରୁଥିଲେ। ବୁଝିଗଲା, ଆମେ ଯେଉଁ ଉପରେ ଆଲୋଚନା କରିସାରିଛା ପ୍ରିୟା ପ୍ରୀତି ତୋଷଣର ପ୍ରବଳ ବିରୋଧର ଚିତ୍ର ରହିଛି। ତ ସେ ଦୁର୍ନୀତି ଏବଂ ପ୍ରିୟା ପ୍ରୀତି ତୋଷଣ, ତ ପ୍ରିୟା ପ୍ରୀତି ମାନେ ଯେଉଁ ଭଲ ପାଇବାର କଥା ଯେଉଁ କହିଛି, ସେଇ ତୋଷଣର ପ୍ରବଳ ବିରୋଧ, ସେ ଦୁର୍ନୀତିକୁ ବିରୋଧ କରୁଥିଲେ ଏବଂ ପ୍ରିୟା ପ୍ରୀତିକୁ ମଧ୍ୟ ବିରୋଧ କରୁଥିଲେ। ତ ଆମେ ଯଦି କୋଶ୍ଚିନ୍ ଆସିପାରେ ତ ରବି ସିଂଙ୍କର ବାବଦରେ ବର୍ଣ୍ଣନା କର, ତ ରବି ସିଂଙ୍କ ବାବଦରେ ଆମେ କ'ଣ ବର୍ଣ୍ଣନା କରିବା? ରବି ସିଂଙ୍କ ବାବଦରେ ବର୍ଣ୍ଣନା କରିବା ଯେ ରବି ସିଂ କ'ଣ ଯେ ଦୁର୍ନୀତି ଏବଂ ପ୍ରିୟା ପ୍ରୀତି ତୋଷଣର ପ୍ରବଳ ବିରୋଧ କରୁଥିଲେ, ତାହା ସାଙ୍ଗେ ସାଙ୍ଗେ ସେ ଜଣେ ବିପ୍ଳବୀ କବି ଏବଂ ତାଙ୍କର ଦୁଇଟା ରଚନା ଲେଖିଥିଲେ ଆମକୁ ସରିଲା। ବୁଝିପାରିଲ, ଏତେ ଗୁଡ଼ିଏ କବିତା ମନେ ରଖିବାର ଦରକାର ନାହିଁ, ଖାଲି ଜଷ୍ଟ ଦେଇଛି ଲଙ୍ଗ କୋଶ୍ଚିନ୍। ଯଦି ତୁମେ ଲେଖିବ ତାହେଲେ ଲଙ୍ଗ କୋଶ୍ଚିନ୍ରେ ତୁମକୁ ଲେଖିବାକୁ ପଡ଼ିବ, ସେଇଥିପାଇଁ କହିଦେଲି। ଫୋର୍ଥ କୋଶ୍ଚିନ୍ ପାଇଁ ତୁମେ ଦୁଇଟା କବିତା ତାଙ୍କର ମନେ ରଖିବ, ପଥପ୍ରାନ୍ତର କବିତା, ଚରମପତ୍ର, ବା ତୁମକୁ ଯେଉଁଟା ଠିକ୍ ଲାଗିଲା। ଏବଂ ଯଦି ଭିତରୁ କୋଶ୍ଚିନ୍ ଆସିବ ତାହେଲେ ବାଇ ଚାନ୍ସ, ସେମିତି କୋଶ୍ଚିନ୍ ଆସିନି ଖାଲି ଗୋଟେ ୟୁନିଭର୍ସିଟି ଆମର ଯେଉଁ ବାରିପଦା ୟୁନିଭର୍ସିଟିରେ, ନହେଲେ ରେଭେନ୍ସାରେ ନା କେଉଁଠି ଗୋଟେ, ରେଭେନ୍ସା ନୁହଁ ବାରିପଦା ନର୍ଥ ଓଡ଼ିଶା ୟୁନିଭର୍ସିଟି, ସେଇଥିରେ ଗୋଟେ ଡିଫିକଲ୍ଟ କୋଶ୍ଚିନ୍ ଆସେ। ଏତେ ଭିତରୁ କୋଶ୍ଚିନ୍ ଦେବ, ନେଟ୍ ଲେଭେଲ୍ କୋଶ୍ଚିନ୍ ସେଇଟା ଦେଇଥିବ। ତ ଗୋଟେ ଗୋଟେ ୟୁନିଭର୍ସିଟି ଅଛି ପିଲାମାନେ, ତ ଗୋଟେ ଦୁଇଟା କୋଶ୍ଚିନ୍ ପାଇଁ ଆମକୁ ଏତେ ପରିଶ୍ରମ କରିବାନି। ଯଦି ଆମେ ଏଇଟା ପଢ଼ି ପଢ଼ି ଯିବା ଆଗକୁ ତାହେଲେ ଆମର ବାକି କୋର୍ସ ରହିଯିବ ନା। ତେଣୁ ଆମେ କ'ଣ କରିବା, ଯେତିକି ଦରକାର ଆମକୁ ସେତିକି ବାସ୍ ଆମେ ମାନେ ପଢ଼ିବା ହେଲା। ଦେଖ, ସାମ୍ୟବାଦୀ କାବ୍ୟ ଚେତନାର ବିପ୍ଳବୀ କବି ରବି ସିଂ ଯଥାର୍ଥରେ ବିସ୍ମୟ କବିତାରେ ତାଙ୍କର ବହୁ କବିତା ଚରମପତ୍ର ବିପ୍ଳବୀକୁ ତୁମକୁ ଯେଉଁ କହିଥିଲି ଚରମପତ୍ର ଦେଲି ଭଗବାନ ଚରମପତ୍ର ଘେନ, ଏଇଥିରେ ମାନେ ଆଉ ଲେଖିନି ମୁଁ, ମାନେ କ'ଣ ହେଇଥିଲା ନା ଲେଖିବି ବୋଲି ଭାବୁଥିଲି, ପୁଣି ମୋର ଗୋଟେ କାମ ପଡ଼ିଗଲା, ତ ପରବର୍ତ୍ତୀ ସମୟରେ ଲେଖିପାରିଲିନି, ସେଇଟା ମୋର ମନେ ଅଛି, ସେଇଥିପାଇଁ ମୁଁ ତୁମକୁ କହିଦେଲି। ତ ଆମେ ଜାଣିଗଲା ରବି ସିଂଙ୍କ ବାବଦରେ। ନେକ୍ସଟ ଆମେ ଆଲୋଚନା କରିବା ରମାକାନ୍ତ ରଥଙ୍କ ଉପରେ। 1950 ରମାକାନ୍ତ ରଥ ପିଲାର ନାଁଟା ନିଶ୍ଚିତ ଭାବରେ ମନେ ରଖିବ, କାହିଁକିନା ତୁମକୁ ମାନେ କେବଳ +3 ପାଇଁ ନୁହେଁ, ତୁମେ ଆଗକୁ ପିଜି କର, ନେଟ୍ ଏକ୍ଜାମ୍ ଦିଅ, ଯାହା ବି ଦିଅ, ରମାକାନ୍ତ ରଥଙ୍କୁ ଛାଡ଼ିକି କୋଶ୍ଚିନ୍ ଆସେ, ନିଶ୍ଚିତ ଭାବରେ ରମାକାନ୍ତ ରଥଙ୍କ ଉପରେ ଗୋଟେ କୋଶ୍ଚିନ୍ ପକାଇ ଦିଏ। 1950, 1951ରୁ 1970 ମଧ୍ୟରେ ରମାକାନ୍ତ ଓଡ଼ିଆ ସାହିତ୍ୟକୁ ମାତ୍ର 2ଟି କବିତା ସଂକଳନ ଦେଇଛନ୍ତି। ଏ ପ୍ରସଙ୍ଗରେ ଆଗରୁ ସବୁଜରୁ ସାମ୍ପ୍ରତିକର ଆଲୋଚନା କରାଯାଇଛି। ତ ସବୁଜରେ ସାମ୍ପ୍ରତିକ ତୁମକୁ ଯେଉଁ କହିଲି, ମାନେ ମୁଁ ଯେଉଁ ତୁମକୁ ମୁଖ୍ୟତଃ ଦୁଇଟା ବହିରୁ ପଢ଼ୁଛି, ମାନେ 4ଟା ବହି, ଓଡ଼ିଆ ସାହିତ୍ୟର ଇତିହାସ ଛାଡ଼, ତା ସହିତ ସବୁଜରୁ ସାମ୍ପ୍ରତିକ ଏବଂ ସତୁରିରୁ ସହସ୍ରାବ୍ଦୀ ନିତ୍ୟାନନ୍ଦ ଶତପଥୀଙ୍କ ବୁକ୍, ଯେଉଁଥିରେ କି ବହୁତ ସୁନ୍ଦର ଭାବରେ ତୁମର ସବୁଜ ଯୁଗରୁ ଆରମ୍ଭ କରିକି ଆଧୁନିକ କବିତା ପର୍ଯ୍ୟନ୍ତ ସବୁଗୁଡ଼ିକ ବହୁତ ସୁନ୍ଦର ଭାବରେ ଆଲୋଚନା କରାଯାଇଛି। ପ୍ରେମ, ପ୍ରେମହୀନତା ଓ ମୃତ୍ୟୁ ଭାବନା ତାଙ୍କ ଏ ପର୍ଯ୍ୟାୟ କବିତା ଗୁଡ଼ିକୁ ମୁଖ୍ୟ ଭାବନା ସ୍ରୋତ। ଯେ କ'ଣ ଯେ ପ୍ରେମ, ପ୍ରେମହୀନତା, ଏବଂ ଦେଖ ରମାକାନ୍ତ ରଥଙ୍କ ଉପରେ ଆମେ ଯେତେବେଳେ ଆଲୋଚନା କରୁଛେ, ସେ କେଉଁ କବି ଭାବରେ ପରିଚିତ ଯେ ପ୍ରେମହୀନତା ଓ ମୃତ୍ୟୁ ଭାବନା ତାଙ୍କର ଏ ପର୍ଯ୍ୟାୟ କବିତା ଗୁଡ଼ିକର ମୁଖ୍ୟ ଭାବନା ସ୍ରୋତ। ତ ପ୍ରାୟତଃ ମୃତ୍ୟୁ ଚେତନା ଭିତ୍ତିକ ରମାକାନ୍ତ ରଥଙ୍କ, ତାଙ୍କ ଚେତନାରେ ପ୍ରାୟତଃ ଆମେ ମୃତ୍ୟୁ ଚେତନା ଦେଖିବାକୁ ପାଇବା। ତ ପ୍ରେମ ଚେତନା ବି ଦେଖିବାକୁ ପାଇବା ଆମେ ରମାକାନ୍ତ ରଥଙ୍କ, ପ୍ରେମ ଭିତ୍ତିକ ପ୍ରଣୟର କଥା ଦେଖିପାରିବା, ପ୍ରେମହୀନତା ଏବଂ ମୃତ୍ୟୁ ଭାବନା ତାଙ୍କ ଏ ପର୍ଯ୍ୟାୟ କବିତା ଗୁଡ଼ିକର ମୁଖ୍ୟ ଭାବନାର ସ୍ରୋତ। ମୃତ୍ୟୁ ସହିତ ବାରମ୍ବାର ଠୋକର ଖାଉଥିବା କାବ୍ୟ ନାୟକ ମନରେ ମୃତ୍ୟୁ ପ୍ରତି ଆତଙ୍କ ରହିବା ସ୍ୱାଭାବିକ। ଯେ ମୃତ୍ୟୁ ସହିତ ବାରମ୍ବାର ଠୋକର ଖାଉଥିବା ସେଇ ଯେଉଁ କାବ୍ୟ ନାୟକ, ଯେକୌଣସି କାବ୍ୟର ନାୟକ, ପ୍ରେମ ସମ୍ପର୍କ କଥା ବର୍ଣ୍ଣନା କରାଯାଇଛି, ମାନେ କାବ୍ୟର ନାୟକ ନାୟିକାଙ୍କର କଥା ବର୍ଣ୍ଣନା କରାଯାଇଛି, ଏବଂ ମୃତ୍ୟୁ ସହିତ ବାରମ୍ବାର ଠୋକର ଖାଉଥିବା କାବ୍ୟ ନାୟକ ମନରେ ମୃତ୍ୟୁ ପ୍ରତି ଆତଙ୍କ ରହିବା ସ୍ୱାଭାବିକ। ପ୍ରେମ ହୁଏତ ଏପରି ଏକ ଆତଙ୍କପ୍ରଦ ମାନସିକତାକୁ ସନ୍ତୁଳନ ଦେଇପାରିଥାନ୍ତା, କିନ୍ତୁ ପ୍ରେମକୁ କବି ଏ ପର୍ଯ୍ୟାୟରେ ଏକାନ୍ତ ଅନୁତ୍ପାଦକ ଭାବରେ ଭେଟିଛନ୍ତି। ତ ସେ ପ୍ରାୟତଃ ପ୍ରେମ ଭିତ୍ତିକ ରଚନା କରିଛନ୍ତି। ପ୍ରେମହୀନତା କେଉଁଭଳି ଭାବରେ ବିରହର ଚେତନା ସେଇଥିରେ ବର୍ଣ୍ଣନା କରିଛନ୍ତି, କେଉଁଭଳି ଭାବରେ ମୃତ୍ୟୁର ଚେତନା ଦେଖିବାକୁ ପାଇବା ଆମେ ରମାକାନ୍ତ ରଥଙ୍କର କାବ୍ୟ କବିତାରେ। ହୁଏତ ପ୍ରେମ ପାଇଁ ଆଲିଙ୍ଗନ ଆଶାୟୀ ହାତ ଦୁଇଟି ସମ୍ପ୍ରସାରିତ ରହିଛି, କିନ୍ତୁ ପ୍ରେମ ପଦ ପରିବର୍ତ୍ତେ ଶୂନ୍ୟ ସ୍ଥାନକୁ ପୂରଣ କରୁଛି ନିସଙ୍ଗତା। ପ୍ରେମ ନିଶ୍ଚିତ ତା ପରିବର୍ତ୍ତେ ବାରମ୍ବାର ମାନସିକତାର ଅନିଶ୍ଚିତତା ଏବଂ ଅବଜ୍ଞା ବାର୍ଦ୍ଧକ୍ୟ ଭାବନା ରୋଗାକ୍ରାନ୍ତ ଶନିଦଶା ଗ୍ରସ୍ତ କ୍ଷୟଶୀଳତାକୁ ଭେଟେ। ତେଣୁ ପ୍ରେମ ଅପେକ୍ଷା ମୃତ୍ୟୁ ଭାବନା ବେଶୀ ଆକ୍ରାନ୍ତ କରିଛି। ତେଣୁ ସେ ପ୍ରେମ ଏବଂ ପ୍ରେମହୀନତା ବାବଦରେ ବର୍ଣ୍ଣନା କରିଛନ୍ତି ସଦା କିଏ ରମାକାନ୍ତ ରଥ, କିନ୍ତୁ ପ୍ରେମ ଅପେକ୍ଷା ସେ ପ୍ରେମକୁ ସେତେ ଗୁରୁତ୍ୱ ଦେଇନାହାନ୍ତି। ପ୍ରେମକୁ ରଚନା କରିଛନ୍ତି, କିନ୍ତୁ ପ୍ରେମ ଉପରେ ସେ ଯାହା ରଚନା କରିଛନ୍ତି ତା ବ୍ୟତୀତ କ'ଣ ପ୍ରେମ ଅପେକ୍ଷା ମୃତ୍ୟୁ ଭାବନା, ମୃତ୍ୟୁ ଭିତ୍ତିକ, ମାନେ ଅନେକ ଗୁଡ଼ିଏ ମୃତ୍ୟୁ ରଚନା ସେ କରିଛନ୍ତି। ବିଷାଦବାଦୀ କବି ସେ, ଅନେକ କୋଠରୀ କବିତା ମାନଙ୍କୁ ବେଶୀ ଆକ୍ରାନ୍ତ କରି ଆସିଛି। ଅନେକ କୋଠରୀ କବିତା, ତ ଅନେକ କୋଠରୀ ଗୋଟେ କବିତା ଯେଉଁଟାକି ମାନେ ମୃତ୍ୟୁ ଭାବନା ରହିଛି ଏବଂ ସେଇଟା ବେଶୀ ଆକ୍ରାନ୍ତ କରି ଆସିଛି ହେଲା। ତ ଦେଖିବା ଆମେ ରମାକାନ୍ତ ରଥଙ୍କର କେତେ ଗୁଡ଼ିଏ କବିତା ଉପରେ ଆମେ ଆଲୋଚନା କରିବା। ତ ତାଙ୍କର କବିତା, ରମାକାନ୍ତ ରଥଙ୍କର କବିତା ଗୁଡ଼ିକ ହେଉଛି କେତେ ଦିନର, ଅନେକ କୋଠରୀ, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ ଅନ୍ଧକାର, ଶ୍ରୀରାଧା ପାଇଁ ସେ ପାଇଥିଲେ ସରସ୍ୱତୀ ସମ୍ମାନ, ଶ୍ରୀ ପଳାତକ, ସୀମାନ୍ତ ବାସ,
ଫେରି ଚାହିଁଲେ ନଜା ନଜା କହୁ କହୁ ସବୁଦିନେ ସେ ପାଖେ ସରଳ ହୃଦ ଗଣିତ ପବନରେ ଚିତ୍ର ଅଙ୍କା ଜାହାଜ ଆସିବ ଆଉ କେତୋଟି ଶ୍ରେଷ୍ଠ କବିତା ଏଇଭଳି ଭାବରେ ଅନେକ ଗୁଡ଼ିଏ ସେ କବିତା ରଚନା କରିଥିଲି। ତ କେତେ ଦିନର କବିତା ସଂକଳନରେ କବି ଶ୍ରୀଯୁକ୍ତ ରଥଙ୍କର 38 ଗୋଟି କବିତାର ମନୋଜ୍ଞ ସଂକଳନ ଭୟ ବ୍ୟାଘ୍ରଲୋକନ ଗରୁଡ଼ ମାନେ ଏତେ ଭିତରେ କୋଶ୍ଚିନ୍ ଆସିବନି ପିଲାମାନେ ହେଲା, ଏତେ ଭିତରେ ତୁମକୁ କୋଶ୍ଚିନ୍ ଦେବନି, ତୁମେ ଖାଲି ଜଷ୍ଟ ଜାଣିଥାଉ ଏଇଟା ମାନେ ବେଳକୁ ତୁମକୁ ମୁଁ କହିଦେବି ବୋଲି ଭାବିଲି ହେଲା, ଠିକ୍ ବୋଲି ଭାବିଲି। ଚୌପହରା ଦ୍ୱିତୀୟ ମଧ୍ୟାହ୍ନ ପ୍ରଭୃତି କବିତା ଗୁଡ଼ିକ ମଣିଷ ଜୀବନର ମୌଳିକ ସମସ୍ୟା ତଥା ପ୍ରେମ ପାପ ଦୁଃଖ ବିଷାଦ ମୃତ୍ୟୁ ଆଦି ବିଷୟକ ଗଭୀର ଅନୁଭୂତିରେ ଅନୁରଣିତ କବିଙ୍କର ଲୁଣ୍ଠନ କବିତାଟି ଲୁଣ୍ଠନ କହିଦେଇଛି ଲଣ୍ଠନ ହେଲା, ଲୁଣ୍ଠନ ହେଇଯାଇଛି ବାଇ ମିଷ୍ଟେକ୍, ଲଣ୍ଠନ ହେଲା, ଲଣ୍ଠନ ମୋର ଅକ୍ଷର ଠିକ୍ ହୁଏନି ପିଲାମାନେ, ହ୍ୟାଣ୍ଡ ରାଇଟିଂ ଟିକେ ମୋର ମିଷ୍ଟେକ୍ ହେଇଛି, ଲଣ୍ଠନ ହେଲା। ତ ଲଣ୍ଠନ କବିତାଟି ଏକ ସାର୍ଥକ ପ୍ରତୀକଧର୍ମୀ କବିତା। ଅନୁମାନ କରିପାରେ ମୁଁ ଜଳୁଛି ଓ ଜଳୁଛି ତୀବ୍ର ଦରଜରେ, ମିଡ଼ିୟମ୍ ଧୋତି ଏବଂ ଇସ୍ତ୍ରୀ ଅଧା କାମଜରେ ଲଙ୍ଗ କୋଶ୍ଚିନ୍ ଲେଖିବା ପାଇଁ ଗୋଟେ ତୁମକୁ ଦେଇଦେଇଥିଲେ ଠିକ୍ ଭାବିଲି। ତ ଅନେକ କୋଠରୀ କବିତା ଗ୍ରନ୍ଥରେ 18 ଗୋଟି କବିତା ସ୍ଥାନିତ। ଏଥିରେ ସ୍ଥାନିତ କେତେ ଗୁଡ଼ିଏ ଶକ୍ତିଶାଳୀ କବିତା ହେଉଛି ବାଘ ଶିକାର, ଯୀଶୁଖ୍ରୀଷ୍ଟ ଜହ୍ନରାତି, ଅନନ୍ତ ଶୟନ, ବର୍ଷା ଋତୁ, ଲାଲ ମାଛ, ସୂର୍ଯ୍ୟାସ୍ତରେ ଶବ ସଂସ୍କାର, ବିମାନ ଦୁର୍ଘଟଣା, ମୃତ୍ୟୁ ଇତ୍ୟାଦି। ଅନେକ କୋଠରୀରେ କବିଙ୍କର କାବ୍ୟ ଭାବନାର ସ୍ୱର ହେଉଛି ଜୀବନ, ସମୟ ଓ ମୃତ୍ୟୁ ଚେତନା। କବି ଶ୍ରୀରଥ ଟିକେ ରଥ ପିଲାମାନେ କି ଗୋଟେ ଆସୁଛି ବୋଧେ ସାଉଣ୍ଡ ହେଉଛି, ଟିକେ ହଁ ଦେଖ, ତ କେଉଁ ଜାଗାରେ ଆମେ ଆଲୋଚନା କରିଥିଲେ ଅନେକ କୋଠରେ କବିଙ୍କର କାବ୍ୟ ଭାବନାର ସ୍ୱର ହେଉଛି ଜୀବନ, ସମୟ ଓ ମୃତ୍ୟୁ ଚେତନା। କବି ଶ୍ରୀରାଧା କବିତା ଗ୍ରନ୍ଥ ପାଇଁ ସରସ୍ୱତୀ ସମ୍ମାନ ସେ ପାଇଛନ୍ତି କେବେ? 1992 ଶ୍ରୀରାଧା ପାଇଁ ସରସ୍ୱତୀ ସମ୍ମାନ ପାଇଛନ୍ତି। ନିଜର ସାମଗ୍ରିକ କୃତି ପାଇଁ ସାହିତ୍ୟ ଭାରତୀ ମଧ୍ୟ ସେ ପାଇଛନ୍ତି। ତ ଆଉ ଦୁଇଟା ବି ପାଇଛନ୍ତି, ମୁଁ ତ ଏଥିରେ ସମୟ ଅଭାବରୁ ତୁମକୁ ଲେଖିପାରିନି। ତ ସେଇଟା ହେଉଛି ସପ୍ତମ ଋତୁ। ଦେଖ ସପ୍ତମ ଋତୁ ଯେଉଁ ତୁମକୁ ଉପରେ ପଢ଼େଇଥିଲି, ସପ୍ତମ ଋତୁ ଲେଖିନ ପିଲାମାନେ, ସପ୍ତମ ଋତୁ ହେଲା। ସପ୍ତମ ଋତୁ ପାଇଁ ସେ ପାଇଛନ୍ତି କେତେ ମସିହାରେ ଲେଖ? 1978। ଦୁଇଟା ଲେଖିଦିଅ ଇମ୍ପୋର୍ଟାଣ୍ଟ ପଏଣ୍ଟ, 1978 ହେଲା। ସପ୍ତମ ଋତୁ ପାଇଁ ପାଇଛନ୍ତି ସେ 1978ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସପ୍ତମ ଋତୁ ପାଇଁ 1978ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଏବଂ ଆଉ ଗୋଟେ ଯେଉଁ ରହିଲା ସେଇଟା ହେଉଛି ତୁମର ଯେଉଁ ଆଉ ଗୋଟେ କ'ଣ ଲେଖିଥିଲି ସପ୍ତମ ଋତୁ ପାଇଁ ଆଉ ଗୋଟେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ସେ, କେଉଁଠି ପାଇଁ ଟିକେ ଠିକ୍ ସେ ମନେ ପଡ଼ୁନି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସେ ସପ୍ତମ ଋତୁ ପାଇଁ ପାଇଲେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଏବଂ ଆଉ ଗୋଟେ ଶ୍ରୀରାଧା ପାଇଁ ପାଇଲେ ତ ସରସ୍ୱତୀ ସମ୍ମାନ। ଆଉ ଗୋଟେ ଯେଉଁ ଓଡ଼ିଶା ସାହିତ୍ୟ ଏକାଡେମୀ କେଉଁଠି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ ବୋଧେ ହଁ, ତ ଠିକ୍ ସେ ପିଲାମାନେ ମନେ ପଡ଼ୁନି। ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ବୋଧେ, ଓଡ଼ିଶା ସାହିତ୍ୟ ଏକାଡେମୀ ନା ସାରଳା ପୁରସ୍କାର କ'ଣ ଗୋଟେ ପାଇଛନ୍ତି ହେଲା। ତ ତୁମକୁ ସେଇଟା କନଫର୍ମ ଦେଖିକି କହିଦେବି, ତୁମେ ଜାଣିଥାଅ। ସପ୍ତମ ଋତୁ ପାଇଁ ପାଇଛନ୍ତି ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଆଉ ଶ୍ରୀରାଧା ପାଇଁ ସେ ପାଇଛନ୍ତି କ'ଣ ଯେ ସରସ୍ୱତୀ ସମ୍ମାନ। ବୁଝିହେଲା? ତ ଆଲୋଚନା କରି ସାରିଲା ଦେଖ, ତୁମେ ମନେ ରଖିବ ଯେଉଁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଗୁଡ଼ିକ ମୁଁ କହିଦେଇଛି ରମାକାନ୍ତ ରଥଙ୍କର। ତ ଜାଣିଲ ତାଙ୍କର ସେ ଯେଉଁ ପ୍ରାୟତଃ ମୃତ୍ୟୁଭିତ୍ତିକ ରଚନା ମାନେ ଲେଖୁଥିଲେ ଏବଂ ତାଙ୍କର ଦୁଇଟି ରଚନା ମନେ ରଖିଥାଉ, ଯେକୌଣସି ଦୁଇଟା, କେତେ ଦିନର କୋଠରୀ କେତେ ଦିନର ଆଉ ଗୋଟେ ଅନେକ କୋଠରୀ, ଦୁଇଟା ମନେ ରଖିଲେ ବି ଚଳିବ, ଯେକୌଣସି ଦୁଇଟା ମନେ ରଖିପାର। ଏବଂ ଯେଉଁ ଅନେକ କୋଠରୀ କବିତାରେ ଯେଉଁ 18 ଗୋଟି କବିତା ରହିଛି, ତ ସେତେ ଭିତରୁ କୋଶ୍ଚିନ୍ ଦିଏନି, ବାକି ଯଦି ଦେଇଦିଏ ତାହେଲେ ମୁଁ ସେଇଟା କହିପାରିବିନି, ମାନେ ନେଟ୍ ଲେଭେଲ୍ କୋଶ୍ଚିନ୍ ଏଇଟା, ତ ସେଇ କୋଶ୍ଚିନ୍ ଦିଏନି। ତେଣୁ ତୁମେ ଯଦି ସମୟ ହେଉଛି ତୁମ ପାଖରେ, ତାହେଲେ ତୁମେ ସେଇଟା ବି ମନେ ରଖିବା ପାଇଁ ଚେଷ୍ଟା କର। ତ ଆଲୋଚନା କଲା ଆମେ କାହା ଉପରେ? ରମାକାନ୍ତ ରଥଙ୍କ ଉପରେ। ତାଙ୍କର ସେ ଯେଉଁ ସପ୍ତମ ଋତୁ ପାଇଁ ସେ ପାଇଥିଲେ କେଉଁ ସାହିତ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ 1978 ମସିହାରେ। ଏବଂ ଆଉ ଯଦି ଓଡ଼ିଶା ସାହିତ୍ୟ କି ଯଦି ସାରଳା ପୁରସ୍କାର ପାଇଛନ୍ତି, ତାହେଲେ ମୁଁ ତୁମକୁ ଦେଖିକି ସେଇଟା କହିଦେବି ହେଲା। ପାଇଥିଲେ ବୋଲି ଲାଗୁଛି ମୋତେ, କିନ୍ତୁ ଠିକ୍ ସେ ଜିନିଷ ମନେ ପଡ଼ୁନି। ମାନେ କ'ଣ ହୁଏ, ନିଜେ ପଢ଼ିଲା ବେଳେ ଗୋଟେ ଅଲଗା ହୁଏ, ଏବଂ ପଢ଼ିଲା ବେଳେ ଯଦି ନୋଟ୍ରେ ଯଦି ନ ବନେଇଥିବ, ଯଦି ଭୁଲି ଯାଇଥିବ, ତାହେଲେ ସେଇଟାକୁ ପୁଣି ଥରେ ଦେଖିକି କହିଲା ବେଳେ ବହୁତ ମାନେ ପ୍ରୋବ୍ଲେମ୍ ହୁଏ। ତ ସେଇଥିପାଇଁ ହେଲା। ନେକ୍ସଟ ଆଲୋଚନା କରିବା ଆମେ ଶରତ ଚନ୍ଦ୍ର ପ୍ରଧାନଙ୍କ ଉପରେ। ଆମ ସମୟର ଜଣେ କୃତିବଦ୍ଧ କବି ଭାବରେ ଶରତ ଚନ୍ଦ୍ର ପ୍ରଧାନ ସ୍ୱତନ୍ତ୍ର ପରିଲିଖିତ ହୁଏ। ଆମ ସମୟର କ'ଣ ଲେଖିଯାଇଛି, ଶରତ ଚନ୍ଦ୍ର ପ୍ରଧାନ ଜଣେ କୃତବିଦ୍ୟ କବି ଭାବରେ ଶରତ ଚନ୍ଦ୍ର ପ୍ରଧାନଙ୍କର ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୁଏ। ତାଙ୍କ କବିତାର ଭାଷା ଖୁବ୍ ସରଳ ଏବଂ ଛୋଟ ଛୋଟ ପଂକ୍ତିରେ ସେ ସୁନ୍ଦର କବିତା ରଚନା କରନ୍ତି। ସମସାମୟିକ କବିମାନଙ୍କର ଶୈଳୀଠାରୁ ତାଙ୍କର ଶୈଳୀ ବେଶ୍ ନିଆରା। ତାଙ୍କ କବିତାରେ ମାନବ ସମ୍ପ୍ରୀତି, ସମ୍ବେଦନଶୀଳ ସମ୍ପ୍ରୀତି, ଜୀବନ ଜିଜ୍ଞାସା, ବିଷାଦବୋଧ, ଉଚ୍ଚ ଆଧ୍ୟାତ୍ମିକତା ପ୍ରତିଫଳିତ ହୋଇଥାଏ। ସର୍ବୋପରି କବି ଶରତ ଚନ୍ଦ୍ର ପ୍ରଧାନଙ୍କ କବିତାର ବିଶିଷ୍ଟ ଦିଗଟି ହେଉଛି ଜୀବନବୋଧର ମାନ୍ତ୍ରିକ ଉଚ୍ଚାରଣ। ତାଙ୍କ କବିତାରେ ମିଥ୍, ଲୋକକଥା, ରୂପକଥା ପ୍ରଭୃତି ସୁନ୍ଦର ଭାବରେ ରୂପାୟିତ। ତାଙ୍କ କାବ୍ୟମାନସ ମାଟିର ମୋହ ଏବଂ ଜୀବନ ଅନ୍ୱେଷଣର ସନ୍ଧାନୀ। କବି ଶରତ ଚନ୍ଦ୍ର ପ୍ରଧାନଙ୍କର କାବ୍ୟକୃତି ଗୁଡ଼ିକ ମଧ୍ୟରେ ଦେଖ ପିଲାମାନେ ମନେ ରଖ, ନଈ ଓ ମାଛ, ହଂସ ଓ ସାରସ, ଅଭୟ ଭୟ, ଯଯାତି, ଉଚ୍ଚଶ୍ରେବା, ବତୀ ସିଂହାସନ,
ଅସ୍ଥିର ପାପ ଏ ଗୋଟେ ଦୁଇ ତିନିଟା ମନେ ରଖ ଏବଂ ବାକିଟା ଗୁଡ଼ିକ ମାନେ ଯଦି ଦୁଇଟା ଲେଖ ବୋଲି କହିଲେ ତାହେଲେ ତୁମେ ମାନେ ଲେଖିପାରିବ ହେଲା। ସବୁ ଇମ୍ପୋର୍ଟାଣ୍ଟ ପିଲାମାନେ କିନ୍ତୁ ତୁମେ ଏତେ ଗୁଡ଼ିଏ ମନେ ରଖିପାରିବ ନା, ତ ତୁମକୁ ସେଇଥିପାଇଁ ମୁଁ କହୁଛି ଯେ ମାନେ ଯେତେ ହେଉଛି ସେତେ ମନେ ରଖ ବୋଲି ହେଲା। ତାପରେ ଯିବା ଆମେ ଆମର ସୀତାକାନ୍ତ ମହାପାତ୍ରଙ୍କ ଆଡ଼କୁ। ସାମ୍ପ୍ରତିକ ଓଡ଼ିଆ କାବ୍ୟଧାରାର କବି ସୀତାକାନ୍ତ ମହାପାତ୍ର ଏକ ବହୁ ଚର୍ଚ୍ଚିତ ପ୍ରତିଭା। କିଏ? ସୀତାକାନ୍ତ ମହାପାତ୍ର ଗୋଟେ ବହୁ ଚର୍ଚ୍ଚିତ ପ୍ରତିଭା। ଆଧୁନିକ କାବ୍ୟ ଚେତନାର ଜଣେ ବଳିଷ୍ଠ ପ୍ରତିନିଧି, ଶକ୍ତିଶାଳୀ କୋଉଠି ରହିଲା ଆଧୁନିକ କବିତା ଚେତନାର ଜଣେ ବଳିଷ୍ଠ ପ୍ରତିଭା, ଶକ୍ତିଶାଳୀ ସ୍ରଷ୍ଟା। ଦୀର୍ଘ 50 ବର୍ଷର ঊର୍ଦ୍ଧ୍ୱ ସେ ଓଡ଼ିଆ କବିତା କ୍ଷେତ୍ରରେ ବହୁ ପରୀକ୍ଷା ନିରୀକ୍ଷା କରି ଓଡ଼ିଆ କବିତାକୁ ଜାତୀୟ ସ୍ତରରେ ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା କରିଛନ୍ତି। କବିତାର ପରିଚୟ ଦେବାକୁ ଯାଇ କବି ସୀତାକାନ୍ତ ଲେଖିଛନ୍ତି, ହେ ମୋର କବିତା ତମେ ନୁହେଁ କାଶ୍ମୀର ଡାଲ ହ୍ରଦ, ପପଳାର ପାଇନ ଜଙ୍ଗଲ, ଉଟି ଅବା ଦୂର ନୈନିତାଳ, ତମେ ଗୋଟେ ପରିଚିତ ଗାଉଁଳି ସକାଳ। ମାନେ ଏ କୋଟେସନଟା ପିଲାମାନେ ତୁମେ ମାନେ ଲଙ୍ଗ କୋଶ୍ଚିନ୍ ଦେଇପାରିବ ହେଲା। କାହିଁକିନା ଲଙ୍ଗ କୋଶ୍ଚିନ୍ ତ ଜାଣିଛ ତୁମେ ଯଦି କବିତାର ପଙ୍କ୍ତି ଆମେ ଯାହା କୋଟେସନ୍ ବୋଲି କହିଥାଉ, ତୁମେ ଯଦି ଫେଟ୍ ନଦେବ ତାହେଲେ ତୁମର ମାର୍କ କଟିବାର ଚାନ୍ସ ଥାଏ। ତେଣୁ ମଝିରେ ମଝିରେ ଯେଉଁ ସହଜ କୋଟେସନ୍ ଗୁଡ଼ାକ ତୁମକୁ ଦେଇଦେଇଛି ତୁମେ ମାନେ ଦେଇପାରିବ। କବି ସୀତାକାନ୍ତ କବିତାରେ ବିଭିନ୍ନ ମିଥ୍, ଚିତ୍ରକଳ୍ପ, ପ୍ରତୀକର ପ୍ରୟୋଗରେ ବେଶ ସିଦ୍ଧହସ୍ତ। ତାଙ୍କ କବିତାର ପ୍ରଧାନ ଉପଜୀବ୍ୟ ହେଉଛି ଆଧୁନିକ ମନୁଷ୍ୟର ଜୀବନ ବୈଚିତ୍ର୍ୟ, ମାନସିକ ସଙ୍କଟ, ମୂଲ୍ୟବୋଧର ଅବକ୍ଷୟ, ନିସଙ୍ଗତା ବୋଧ, ମୃତ୍ୟୁ ଚେତନା ଓ ବିଚ୍ଛିନ୍ନତା ବୋଧ। ତାଙ୍କର ପ୍ରମୁଖ କବିତା ଗ୍ରନ୍ଥ ଗୁଡ଼ିକ ହେଉଛି ଦୀପ୍ତି ଓ ଦ୍ୟୁତି। ଦେଖ ତାଙ୍କର ମୁଖ୍ୟ ଚେତନା ତାଙ୍କ କବିତାର ପ୍ରଧାନ ଉପଜୀବ୍ୟ କ'ଣ ଯେ ଆଧୁନିକ ମନୁଷ୍ୟର ଜୀବନ ବୈଚିତ୍ର୍ୟ, ଜୀବନର ଚିତ୍ର, ମନୁଷ୍ୟର ଜୀବନର ଚିତ୍ର, ମାନସିକ ସଙ୍କଟ କେଉଁ ଭଳି ଭାବରେ ସଙ୍କଟ ଦେଇ ଗତି କରୁଛି, ମୂଲ୍ୟବୋଧର ଅବକ୍ଷୟ, ବର୍ତ୍ତମାନ ଧୀରେ ଧୀରେ ସେ ମୂଲ୍ୟବୋଧର କେଉଁ ଭଳି ଭାବରେ ଅବକ୍ଷୟ ହେଉଛି, ନିସଙ୍ଗତା ବୋଧ, ମୃତ୍ୟୁ ଚେତନା ଏବଂ ବିଚ୍ଛିନ୍ନତା ବୋଧ। ଏଇଥିରେ ମଧ୍ୟ ରମାକାନ୍ତ ରଥ ସହିତ ସୀତାକାନ୍ତ ମହାପାତ୍ରଙ୍କ ଥିରେ ମଧ୍ୟ କ'ଣ ଆମେ ମୃତ୍ୟୁ ଚେତନା ଦେଖିବାକୁ ପାଇବା। ତାଙ୍କ ରଚନା ଗୁଡ଼ିକ ଦେଖ, ଦୀପ୍ତି ଓ ଦ୍ୟୁତି, ଅଷ୍ଟପଦୀ, ଶବ୍ଦର ଆକାଶ, ସମୁଦ୍ର, ଚିତ୍ର ନଦୀ, ଆରଦୃଶ୍ୟ, ସମୟର ଶେଷ ନାମ, କାହାକୁ ପୁଛିବା କୁହ, ଚଢ଼େଇରେ ତୁକି ଜାଣୁ, ଫେରି ଆସିବାର ବେଳ, ବର୍ଷା ସକାଳ। ତୁମେ ମାନେ ଏସବୁ ଜିନିଷ ଯଦି ମନେ ରଖିଦେଉଛ ପିଲାମାନେ ତୁମକୁ ମାନେ ପରବର୍ତ୍ତୀ ସମୟରେ ତୁମେ ଯେତେବେଳେ ପିଜି କରିବ ତୁମକୁ ସିପିଟି ଏଣ୍ଟ୍ରାନ୍ସରେ ଅଧିକ ପରିଶ୍ରମ କରିବାକୁ ପଡ଼ିବନି। ତୁମକୁ ଯେତେ ଡିଟେଲ୍ସରେ ମୁଁ ପଢ଼ଉଛି ନା ତୁମେ ଯଦି ସେତେ ଡିଟେଲ୍ସରେ ପଢ଼ି ଦେଇଛ ତାହେଲେ ତୁମର ଆଧୁନିକ କବିତାରେ ଏଇଟା ହେଇଗଲା। ବୁଝିହେଲା? ତ ଦେଖ ଆଉ ଗୋଟେ ଏମିତି ଗୋଟେ ଅନେକ ଗୁଡ଼ିଏ ରଚନା ସେ କରିଛନ୍ତି। ତ ସେ ଭିତରୁ ଇମ୍ପୋର୍ଟାଣ୍ଟ ରଚନା ଗୁଡ଼ିକ ଦେଖ, ଶବ୍ଦର ଆକାଶ କବିତା ଗ୍ରନ୍ଥ ପାଇଁ 1974 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଶବ୍ଦର ଆକାଶ ପାଇଁ କିଏ? ସୀତାକାନ୍ତ ମହାପାତ୍ର କ'ଣ କରିଥିଲେ? 1974 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଥିଲେ। ଏବଂ ଆରଦୃଶ୍ୟ କବିତା ପାଇଁ ସେ ଆରଦୃଶ୍ୟ କବିତା ପାଇଁ କ'ଣ ହେଇଥିଲା? 1984ରେ ସାରଳା ପୁରସ୍କାର ସେ ପାଇଥିଲେ। ଏବଂ ସାମଗ୍ରିକ କୃତି ପାଇଁ 1994ରେ ସେ ଜ୍ଞାନପୀଠ ପୁରସ୍କାର ମଧ୍ୟ ପାଇଥିଲେ। କିଏ? ସୀତାକାନ୍ତ ମହାପାତ୍ର। ଜ୍ଞାନପୀଠ ପୁରସ୍କାର ପିଲାମାନେ ମାତ୍ର 4 ଜଣ ପାଇଥିଲେ, ମାତ୍ର 4 ଜଣ ପାଇଥିଲେ ଜ୍ଞାନପୀଠ ପୁରସ୍କାର। ପ୍ରଥମେ ପାଇଥିଲେ ଗୋପୀନାଥ ମହାନ୍ତି ହେଲା, କେତେ 73 ଗୋପୀନାଥ ମହାନ୍ତି ପ୍ରଥମେ ପାଇଥିଲେ। ତାପରେ ପାଇଥିଲେ ଆମର କିଏ? ଆରେ ସଚିଦାନନ୍ଦ ରାଉତରାୟ ହେଲା। ପ୍ରଥମେ ଗୋପୀନାଥ ମହାନ୍ତି, ତାପରେ ସଚିଦାନନ୍ଦ ରାଉତରାୟ, ତାପରେ ସୀତାକାନ୍ତ ମହାପାତ୍ର ଏବଂ ତାପରେ ପାଇଥିଲେ ପ୍ରତିଭା ରାୟ। ଏ ମାତ୍ର 4 ଜଣ। ସମଗ୍ର ଓଡ଼ିଆ ସାହିତ୍ୟରେ ଏପରି ଆଉ କୌଣସି କବି ନାହାନ୍ତି 4 ଜଣଙ୍କୁ ବାଦ ଦେଇ ଯେଉଁମାନେ ଜ୍ଞାନପୀଠ ପୁରସ୍କାର ପାଇଥିବେ। ତ ମାତ୍ର 4 ଜଣ ଜ୍ଞାନପୀଠ ପୁରସ୍କାର ପାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ସୀତାକାନ୍ତ ମହାପାତ୍ର ଅନ୍ୟତମ। ତ ସେ ଜ୍ଞାନପୀଠ ପୁରସ୍କାର ଯେହେତୁ ପାଇଛନ୍ତି, ସର୍ବୋଚ୍ଚ ପୁରସ୍କାର, ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଭାବରେ ଆମେ ଜ୍ଞାନପୀଠ ପୁରସ୍କାରକୁ ଗ୍ରହଣ କରିଥାଉ। ସେ ଯେହେତୁ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି ସେଇଥିରୁ ଭାବିନିଅ ଯେ ସେ କେତେ ଗୁଡ଼ିଏ ରଚନା କରିଛନ୍ତି ସାମଗ୍ରିକ କୃତି ପାଇଁ, ମାନେ ସବୁ କୃତିକୁ ନେଇକି ସେ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ତେଣୁ ତୁମେ ଏ 3ଟା ମନେ ରଖିବ। 1974ରେ କେନ୍ଦ୍ର ସାହିତ୍ୟ, 84ରେ ସାରଳା ପୁରସ୍କାର ଏବଂ 94ରେ ଜ୍ଞାନପୀଠ ପୁରସ୍କାର ସେ ପାଇଥିଲେ। ଏବଂ ତାଙ୍କର ବାକି ରଚନା ଗୁଡ଼ିକ ବି ତୁମେ ମନେ ରଖିବାକୁ ଚେଷ୍ଟା କରିବ। ତ ଆମେ ଆଲୋଚନା କରିସାରିଲେ କାହା ଉପରେ? ସୀତାକାନ୍ତ ମହାପାତ୍ରଙ୍କ ଉପରେ। ନେକ୍ସଟ ଆଲୋଚନା କରିବା ଆମେ କାହା ଉପରେ? ଦୀପକ ମିଶ୍ର। ଉତ୍ତର ଷାଠିଏ କାଳର ବିଶିଷ୍ଟ କବି ଭାବରେ କବି ଦୀପକ ମିଶ୍ର ଅଶେଷ ସଫଳତାର ଅଧିକାରୀ। ତାଙ୍କ କବିତା ବସ୍ତୁତଃ ବୌଦ୍ଧିକତା ସମ୍ବଳିତ, ନିସଙ୍ଗ ବୋଧ, ମୃତ୍ୟୁ ଚେତନା। ତାଙ୍କ କବିତା ଗୁଡ଼ିକ କ'ଣ ଯେ ନିସଙ୍ଗ ବୋଧ ଦେଖ, ମୃତ୍ୟୁ ଚେତନା, ମଗ୍ନ ବ୍ୟକ୍ତିସତ୍ତା, ଜଟିଳ ଜୀବନ ଜିଜ୍ଞାସା, ଆଦି ଭୌତିକ ଚେତନା, ରହସ୍ୟ ଲେଖା ହେଇଛି ରହସ୍ୟବାଦୀ ଚେତନା, ସ୍ୱପ୍ନଭଙ୍ଗ ଓ ନୈରାଶ୍ୟ ତାଙ୍କ କାବ୍ୟ ଚେତନାର ଉପଜୀବ୍ୟ। କବି ଦୀପକ ମିଶ୍ରଙ୍କ କବିତା ଗ୍ରନ୍ଥ ଗୁଡ଼ିକ ହେଉଛି ଦେଖ ତାଙ୍କର କବିତା ଗ୍ରନ୍ଥ କାହାର? ଦୀପକ ମିଶ୍ରଙ୍କର ଅସମାପିକା, ଦୀପକ ମିଶ୍ରଙ୍କର କେତୋଟି କବିତା, ଅନୁଷ୍ଟୁପ, ନିଷିଦ୍ଧ ହ୍ରଦ, ନିର୍ଜନ ନକ୍ଷତ୍ର, ମଧ୍ୟାହ୍ନର ଛାଇ, ବୃତ୍ତ, ସପ୍ତମ ପୃଥିବୀ, ଅରଣା ମୈଫି। ବହୁତ ସୁନ୍ଦର ରଚନା ପିଲାମାନେ ଏଇଟା। ସପ୍ତମ ପୃଥିବୀ, ଅରଣା ମୈଫି, ଶୂନ୍ୟତାର ଶୋଷ, କପଟ ସୂର୍ଯ୍ୟାସ୍ତ, ଧୂଳିର ସିଂହାସନ, ନିରବଧି ନାଭିଶ୍ୱାସ, ଚାକ୍। ଦୀପକ ମିଶ୍ରଙ୍କର ନିର୍ବାଚିତ କବିତା, ତାପରେ ତାଙ୍କର ସୁଖ ସଂହିତା ମଧ୍ୟ ଦୀପକ ମିଶ୍ରଙ୍କର ରଚନା ହେଲା। ତ ଏହିଭଳି ଭାବରେ ଅନେକ ଗୁଡ଼ିଏ ଦୀପକ ମିଶ୍ର ରଚନା କରିଥିଲେ। ଏବଂ ବୃତ୍ତ କବିତା ଗୁଚ୍ଛ ପାଇଁ ସିଏ 1978ରେ ଦେଖ ବୃତ୍ତ ପାଇଁ, ଏଇ ଯେଉଁ ବୃତ୍ତ ଉପରେ ଆମେ ଆଲୋଚନା କରିଥିଲା କ'ଣଟା? ସେ ବୃତ୍ତ କୁଆଡ଼େ ଗଲା? ଏଇ ବୃତ୍ତ ପାଇଁ ସେ କ'ଣ କରିଥିଲେ ଯେ ସେ ପାଇଥିଲେ 1978ରେ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏଇଟା ମୁଁ ଲେଖିନି ପିଲାମାନେ, କିନ୍ତୁ ମୋର ମନେ ଅଛି, ତ ସେଇଥିପାଇଁ ମୁଁ ତୁମକୁ କହିଦେଉଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଥିଲେ 1978 ବୃତ୍ତ କବିତା ଗୁଚ୍ଛ ପାଇଁ। କବିତା ଗୁଚ୍ଛ ପିଲାମାନେ ଗୋଟେ ଗୋଟେ କବିତା ନୁହଁ, ଅନେକ ଗୁଡ଼ିଏ କବିତା, କବିତା ସଂକଳନ ବୋଲି ଆମେ ଏହାକୁ କହିପାରିବା। ଅନେକ ଗୁଡ଼ିଏ କବିତାର ସମାହାରରେ ଗୋଟେ କବିତା ସଂକଳନ ଥାଏ, ଏବଂ ବୃତ୍ତ କବିତା ସଂକଳନରେ ବି ଅନେକ ଗୁଡ଼ିଏ କବିତା ରହିଛି। ସେଇଭଳି ଭାବରେ ସୁଖ ସଂହିତା, ସୁଖ ସଂହିତା ପାଇଁ ସେ କ'ଣ ହୋଇଥିଲା? ସୁଖ ସଂହିତା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସୁଖ ସଂହିତା ପାଇଁ ସେ 2003ରେ ସୁଖ ସଂହିତା ରଚନା କରିଥିଲେ, କିନ୍ତୁ 2007ରେ ସେ କ'ଣ ହୋଇଥିଲା? 2007ରେ ସେ 2007ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ସୁଖ ସଂହିତା ପାଇଁ। ସୁଖ ସଂହିତା ପାଇଁ କେନ୍ଦ୍ର ସାହିତ୍ୟ ଏବଂ ବୃତ୍ତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ହେଲା। ବୃତ୍ତ ପାଇଁ ଓଡ଼ିଶା ସାହିତ୍ୟ କେବେ 1975 ରଚନା କରିଥିଲେ, କିନ୍ତୁ 1978ରେ ସେ ପାଇଥିଲେ। ବୁଝିହେଲା? ତ ଆଲୋଚନା କଲା ଆମେ କାହା ଉପରେ? ଦୀପକ ମିଶ୍ରଙ୍କ ଉପରେ। ବାରମ୍ବାର କହୁଛି ପିଲାମାନେ, ତୁମର ଯଦି କିଛି ବି ଡାଉଟ୍ ହେଉଛି, ଯେକୌଣସି ଗୋଟେ ପଏଣ୍ଟ ବି ତୁମେ ଯଦି ବୁଝି ନ ପାରିଲ, ତୁମକୁ ଯାହା ପଢ଼ଉଛି, ତୁମକୁ ଯଦି ଯାହା ପଢ଼ଉଛି এটা ঘষিবা জিনিস নুহে পিলাମାନେ, এটা বুঝিবা জিনিস। ତୁମକୁ ଯାହା ପଢ଼ୁଛି ତୁମେ ଯଦି ବୁଝି ନ ପାରିଲ ନା, ତାହେଲେ ମୋର ଏତେ ସମୟ ଖର୍ଚ୍ଚ କରିକି ତୁମକୁ ପଢ଼େଇବାର ବୃଥା, ଏବଂ ତୁମେ ଏତେ ମାନେ କେତେ ମିନିଟ୍ ହେଇଗଲାଣି? 25 ମାନେ 30 ମିନିଟ୍ ହେଇଯିବ। ତୁମେ ଅଧା ଘଣ୍ଟା ସମୟ ଦେଇକି ମୋ ଭିଡ଼ିଓ ଦେଖିବାର ବି ବୃଥା। ତେଣୁ ତୁମେ ସବୁକୁ ବୁଝିବାକୁ ଚେଷ୍ଟା କର, ଏବଂ ମୁଁ ତୁମ ସହିତ 24 ଆୱାର, ତୁମେ ଯେତେବେଳେ ଚାହିଁବ ମୋତେ ମାନେ ମେସେଜ୍ କରିପାରିବ ଯେ ଏଇଟା ଫାର୍ ଡାଉଟ୍ ହେଲା, ଏଇ ପଏଣ୍ଟରେ ବୁଝି ହେଲାନି, ଆପଣ ଆଉଥରେ ବୁଝେଇ ଦିଅନ୍ତୁ, ବା ଏହି ମିନିଟ୍ରେ ବୁଝି ହେଲାନି। ତ ମୁଁ କ'ଣ କରିବି? ଆମେ ଏଥିରେ ନେକ୍ସଟ ପାର୍ଟ ଆଲୋଚନା କରିବା। ନେକ୍ସଟ ପାର୍ଟରେ ପୁଣି ଫାଷ୍ଟ ମୋ ଡାଉଟ୍କୁ କ୍ଲିୟର କରିବି, ତାପରେ ଯେ ଆମେ ଆଗକୁ ଯିବା ହେଲା। দেখো সৌভাগ্য কুমার মিশ্র সাম্প্রতিক কালের জন্য লব্ধ প্রতিষ্ঠিত কবি ভাবে সৌভাগ্য কুমার মিশ্র সুবিদিত। আধুনিক জীবনের দ্বন্দ্ব, নৈরাশ্য বোধ, নিঃসঙ্গতা বোধ, যৌন চেতনা প্রভৃতি তাঁর কবিতার উপজীব্য। কোণ কোণ যে দ্বন্দ্ব, যে নৈরাশ্য বোধ বা যে নিরাশ বলে যে আমি কইতাও, নিঃসঙ্গতা বোধ, নিঃসঙ্গতা, যৌন চেতনা প্রভৃতি তাঁর কবিতার উপজীব্য। কাହାର? সৌভাগ্য কুমার মিশ্রଙ୍କର। ତାଙ୍କର କବିତା ଗ୍ରନ୍ଥ ଗୁଡ଼ିକ ହେଉଛି আত্মনিপদী, মধ্যপদ লেপি, নই পহরা, অন্ধ মৌমাছি, দুয়া ফুপন, ବହୁତ ସୁନ୍ଦର ରଚନା ମାନେ ପିଲା। ବଜ୍ର ଯାନ, ମଣି କର୍ଣ୍ଣିକା, ଅନ୍ୟତ୍ର ଚରାଚର, ଉଜ୍ଜୟିନୀ, ମାତ୍ରା ସ୍ପର୍ଶ, ପୁନଃବସୁ ଇତ୍ୟାଦି ଓଡ଼ିଆ ସାହିତ୍ୟରେ ଜଣେ ପ୍ରୟୋଗବାଦୀ କବିର ଗୌରବ ଲାଭ କରିଛନ୍ତି। କବି ମିଶ୍ର ଥିଲେ ରୋମାଣ୍ଟିକ୍ କବି। ତ ସୌଭାଗ୍ୟ ମିଶ୍ରଙ୍କୁ ଆମେ ରୋମାଣ୍ଟିକ୍ କବି ମଧ୍ୟ ବୋଲି କହିପାରିବା। ଏବଂ ସୌଭାଗ୍ୟ ମିଶ୍ରଙ୍କର ଆଉ ଗୋଟେ ଦୁଇଟା ପଏଣ୍ଟ ଛାଡ଼ି ଦେଇଛି ପିଲାମାନେ। ତ ସେ ଦେଖ ଯେ ସୌଭାଗ୍ୟ କୁମାର ମିଶ୍ର ଦୁଆ ଫୁପନ୍ନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ 1986ରେ। ଏଇ ଯେଉଁ ଦୁଆ ଫୁପନ୍ନ ପାଇଁ ସେ କ'ଣ ଅଛି କେତେରେ? 1986 ଲେଖିଦିଅ ପିଲାମାନେ। 1986ରେ ଦୁଆ ଫୁପନ୍ନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତ ନୋଟ୍ ପାଇଁ ଟିକେ ପ୍ରୋବ୍ଲେମ୍ ହେଇଥିଲା। ତ ନୋଟ୍ ଯେତେବେଳେ ବନେଇଥିଲି ସେଇ ସମୟରେ ମାନେ ଧ୍ୟାନ ଦେଇନଥିଲି, ଠିକ୍ ସେ ଭୁଲି ଯାଇଥିଲା। ଏବେ ବର୍ତ୍ତମାନ ସେଇ ରଚନା ଗୁଡ଼ିକୁ ଦେଖିଦେଲେ ସେଇଟା ମନେ ପଡ଼ୁଛି କେଉଁ ସାହିତ୍ୟ ଏକାଡେମୀ କେବେ ପାଇଥିଲା ବୋଲି। ତ ଦେଖ ଏଇଟା ପାଇଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଦୁଆ ଫୁପନ୍ନ, ଯେଉଁଟାକି ସୌଭାଗ୍ୟ କୁମାର ମହାପାତ୍ର କହିଥିଲେ। ସୌଭାଗ୍ୟ କୁମାର ମିଶ୍ରଙ୍କର ଶ୍ରେଷ୍ଠ ରଚନା ବୋଲି କହିଥିଲେ, ଏବଂ ସେଇଟା 1986 ମସିହାରେ କ'ଣ ଯେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା। ତ ବର୍ତ୍ତମାନ ଆମେ ଆଲୋଚନା କଲା ଓଡ଼ିଆ ଆଧୁନିକ କବିମାନଙ୍କ ଉପରେ ଆଲୋଚନା କଲା। ଆଉ ଥରେ ଦେଖିଦେବା କେତେ ଜଣ କବିଙ୍କ ଉପରେ ପଢ଼ିଲା ଆମେ। ଦେଖ ପୂର୍ବରୁ ଯେଉଁ ପଢ଼ିଥିଲା ସେଇଟା ବି ଦେଖିଦେବା ହେଲା। ପୂର୍ବରୁ ବି ଆମେ ଯେଉଁ ପଢ଼ିଥିଲା କାହା କାହା ଉପରେ ଆମେ ଆଲୋଚନା କରିଥିଲା। ଫାଷ୍ଟ ଆଲୋଚନା କରିଥିଲା ଆମେ ସଚିଦାନନ୍ଦ ରାଉତରାୟଙ୍କ ଉପରେ, ସ୍ୱାଧୀନତା କବି ଏବଂ କବିତା ବୋଲି। ଫାଷ୍ଟ ଆମେ ପଢ଼ିଥିଲା କାହା ଉପରେ? ଫାଷ୍ଟ ଆମେ ଆଲୋଚନା କରିଥିଲା ସଚିଦାନନ୍ଦ ରାଉତରାୟଙ୍କ ଉପରେ। ନମ୍ବର 1 ସଚିଦାନନ୍ଦ ରାଉତରାୟ, ନମ୍ବର 2 ହେଉଛନ୍ତି ଗୁରୁପ୍ରସାଦ ମହାନ୍ତି, ନମ୍ବର 3 ଭାନୁଜୀ ରାଓ, ନମ୍ବର 4 ବେଣୁଧର ରାଉତ, 5 ରବି ସିଂ, ନମ୍ବର 6 ରମାକାନ୍ତ ରଥ, ନମ୍ବର 7 ଶରତ ଚନ୍ଦ୍ର ପ୍ରଧାନ, ନମ୍ବର 8 ସୀତାକାନ୍ତ ମହାପାତ୍ର, ନମ୍ବର 9 ଦୀପକ ମିଶ୍ର, ନମ୍ବର 10 ସୌଭାଗ୍ୟ କୁମାର ମିଶ୍ର। ମାନେ ଆମେ ସର୍ବମୋଟ 10 ଜଣ କବିଙ୍କ ଉପରେ ଆମେ ଆଲୋଚନା କଲା। କେତେ ଜଣ ଉପରେ? 10 ଜଣ କବିଙ୍କ ଉପରେ ଆଲୋଚନା କଲା। ଏବଂ ଏପରି କୌଣସି କୋଶ୍ଚିନ୍ ନାହିଁ ଯାହାକି ଏହା ବାଦ କୋଶ୍ଚିନ୍ ଆସିବ। ପ୍ରଥମ ୟୁନିଟ୍ରେ ଯାହା କୋଶ୍ଚିନ୍ ଆସିବ, ତୁମକୁ ଯାହା ପଢ଼େଇଛି ମୁଁ ତୁମକୁ 100% ଗ୍ୟାରେଣ୍ଟି ଦେଇକି କହିବି ଯେ ଏହି ଭିତରେ ହିଁ କୋଶ୍ଚିନ୍ ଆସିବ। କାହିଁକିନା ସବୁଗୁଡ଼ିକ ତୁମକୁ କଭର କରାଯାଇଛି, ଏବଂ ଏଇଟା ମାନେ କୌଣସି ଗାଇଡ଼ରେ ତୁମକୁ ପଢ଼େଇନି ଯେ ମାନେ 15ଟା କି 20ଟା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଥିବ, ସବୁ କହିଦେବେ ଏଇଟା ଇମ୍ପୋର୍ଟାଣ୍ଟ ପିଲାମାନେ ସେଇଟା ପଢ଼ିକି ଯିବ। ସେଇଟା ସେମିତି ନୁହଁ। ଏଇଟା ତୁମକୁ ଅରିଜିନାଲ୍ ଟେକ୍ସଟ ବୁକ୍ରୁ ମାନେ ଗାଇଡ଼, ଯେଉଁ ବୁକ୍କୁ ନେଇକି ଗାଇଡ଼ ପ୍ରସ୍ତୁତ ହୁଏ ସେଇ ବୁକ୍ରୁ ହିଁ ତୁମକୁ ମୁଁ ପଢ଼େଇଛି। ତୁମେ ଯେଉଁ ଗାଇଡ଼ ବର୍ତ୍ତମାନ ଦେଖୁଛ ବା ଯେଉଁ ଗାଇଡ଼ ମାନେ ପ୍ରାୟତଃ ପିଲାମାନେ ଆଜିକାଲି କ'ଣ କରୁଛନ୍ତି ଯେ ଅରିଜିନାଲ୍ ଟେକ୍ସଟ ବୁକ୍କୁ କେହି ଆଉ ଫଲୋ କରୁନାହାନ୍ତି। ପ୍ରାୟତଃ ଗାଇଡ଼ମାନଙ୍କର ପଢ଼ୁଛନ୍ତି, ଏବଂ ବିଭିନ୍ନ କଲେଜ ଏବଂ ୟୁନିଭର୍ସିଟିମାନଙ୍କର ବି ଗାଇଡ଼ମାନଙ୍କର ପଢ଼ା ହେଉଛି। ମାନେ ଅରିଜିନାଲ୍ ଟେକ୍ସଟ ବୁକ୍ ବହୁତ କମ୍, ମାନେ ମୁଁ କହୁନି ଯେ ପଢ଼ା ହେଉନି ବୋଲି, ବହୁତ କମ୍ କଲେଜମାନଙ୍କରେ ସେଇଟା ପଢ଼ା ହେଉଛି, ବା ଆମେ ଯେଉଁ ୟୁନିଭର୍ସିଟିମାନଙ୍କୁ କହିପାରିବା ତ ବହୁତ କମ୍ କଲେଜ ବା ୟୁନିଭର୍ସିଟିରେ ସେଇଟା ପଢ଼ା ହେଉଛି। ତେଣୁ ପ୍ରାୟତଃ ଗାଇଡ଼ମାନଙ୍କୁ ଫଲୋ କରୁଛନ୍ତି। ତ ଗାଇଡ଼ ଗୁଡ଼ିକରେ କ'ଣ ଥାଏ ଯେ ଅନେକ ଗୁଡ଼ିଏ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଥାଏ, ଏବଂ ସେ ଭିତରୁ କେଉଁ କୋଶ୍ଚିନ୍ ଆସିବ ଆମମାନଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ଦେଖାଯାଇଥାଏ। କିନ୍ତୁ ଏଇଟା ଦ୍ୱନ୍ଦ୍ୱ ନେବାର କିଛି ଚାନ୍ସ ନାହିଁ। ତୁମକୁ ଯାହା ସିରିଏଲ ୱେରେ କହିଛି କ'ଣ ପଢ଼ିବ, ସେଇ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ବିକାଶ ଧାରା କିମ୍ବା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ଯେଉଁ କ'ଣ କହିଲି ତୁମକୁ, ଯେଉଁ ଆଙ୍ଗିକ ଏବଂ ଆତ୍ମିକ ଯେଉଁ, ତ ସେଇଟା ମାନେ ପଢ଼େଇଛି। ବିଷାଦବାଦୀ ଚିନ୍ତା ଚେତନା ବା ମୃତ୍ୟୁ ଚେତନା, ଯେପରିକି ରମାକାନ୍ତ ରଥଙ୍କ ଉପରେ ଆମେ ଲେଖିପାରିବା, ତାଙ୍କର ସବୁ କବି ଉପରେ ଲେଖିପାରିବା। ତ ସେଇଭଳି ଭାବରେ ହିଁ ହେବ, ଆଉ କିଛି ବି ନୁହେଁ ହେଲା। ସେଇଭଳି ଭାବରେ ତୁମକୁ ଯେଉଁଭଳି ଭାବରେ ପଢ଼ିଛି ସେଇଭଳି ଭାବରେ ହିଁ କୋଶ୍ଚିନ୍ ଆସିବ, ଏବଂ ଲଙ୍ଗ୍ କୋଶ୍ଚିନ୍କୁ ତୁମେ ସେଇଭଳି ଭାବରେ ହିଁ ଲେଖିବ। ଏବଂ କିଛି ବି ମାନେ ଡିଫିକଲ୍ଟ ନାହିଁ ପିଲାମାନେ। ତୁମକୁ ଯେଉଁଭଳି ଭାବରେ ପଢ଼େଇଛି, ଯେଉଁ କବିତା, ଯେଉଁ କବିଙ୍କର ଯେଉଁ କାବ୍ୟ କବିତା ମାନେ ତୁମକୁ ପଢ଼େଇଛି ନା, ତୁମେ ତାକୁ ମନେ ରଖିବାକୁ ଚେଷ୍ଟା କରିବ। କାହିଁକିନା ତୁମକୁ ଏଇଟା କେବଳ ସେକେଣ୍ଡ ସେମିଷ୍ଟାର ପାଇଁ ନୁହେଁ, ସବୁଠୁ ଇମ୍ପୋର୍ଟାଣ୍ଟ ସେମିଷ୍ଟାର। ତୁମେ ଯେଉଁ 6ଟା ସେମିଷ୍ଟାର ପଢ଼ୁଛ ସବୁଠୁ ଅଧିକ
ମାନେ ତୁମର ପତ୍ର ପତ୍ରିକା ଅଛି, ଆଧୁନିକ ଯୁଗ, ସବୁଜ ଯୁଗ, ସତ୍ୟବାଦୀ ଯୁଗ, ଯାହା ଯାହା ବି ତୁମର ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି ସେ ସବୁ ଗୁଡ଼ିକ ଅଛି ତୁମର କେଉଁଥିରେ, ତୁମର ସେକେଣ୍ଡ ସେମିଷ୍ଟାର। ଏବଂ ମୋ ଭାଗ୍ୟ ଖରାପ ବୋଧେ, ତ ମୁଁ ସେକେଣ୍ଡ ସେମିଷ୍ଟାର ବୋଧେ ପଢ଼ିପାରିନଥିଲି, ମୋ ସମୟରେ କରୋନା ଚାଲିଥିଲା ଏବଂ ସେକେଣ୍ଡ ସେମିଷ୍ଟାର ଆମର ଏକ୍ଜାମ୍ ହିଁ ହେଇନଥିଲା ଏବଂ ଆମେ ପଢ଼ିନଥିଲୁ। ତ ସେଇଥିପାଇଁ ମାନେ ବହୁତ ଗୁଡ଼ିଏ ଜିନିଷ ବର୍ତ୍ତମାନ ବି ମାନେ ମୋତେ ପଢ଼ିବାକୁ ପଡ଼ୁଛି। ତେଣୁ ତୁମେମାନେ ଯଦି ସେକେଣ୍ଡ ସେମିଷ୍ଟାର ଠିକ୍ସେ ପଢ଼ିଛ ତାହେଲେ ତୁମକୁ ଆଉ ସେତେ ପଢ଼ିବାକୁ ପଡ଼ିବନି। ତ ତୁମେ ସେକେଣ୍ଡ ସେମିଷ୍ଟାରରେ ସବୁ ଠିକ୍ସେ ପଢ଼, କାହିଁକିନା ବହୁତ ଗୁଡ଼ିଏ କବିଙ୍କ ମଧ୍ୟରେ ସେକେଣ୍ଡ ସେମିଷ୍ଟାରରେ ତୁମକୁ ଦେଇଛି ଏବଂ ମୁଁ ମାନୁଛି ତୁମେମାନେ ସେତେ ଗୁଡ଼ିଏ ମନେ ରଖିପାରିବନି, କିନ୍ତୁ ପଢ଼ିବାକୁ ଚେଷ୍ଟା ତ କର, ସମୟ ତ ତୁମ ପାଖରେ ଅଛି ନା, ତୁମେ ଚେଷ୍ଟା କର, ଯେତେ ମନେ ରହିଲା ରହିଲା ଭଲ କଥା, ଯଦି ନ ରହିଲା ତାହେଲେ ପରବର୍ତ୍ତୀ ସମୟରେ ତୁମେମାନେ ସେଗୁଡ଼ିକ ପଢ଼ିବ। ଆମ ସମୟରେ ମାନେ କରୋନା ଥିଲା, ସେଥିପାଇଁ ଆମେ ସେ ସବୁଗୁଡ଼ିକ ପଢ଼ିନଥିଲୁ, ଯାହାର ଫଳ ବର୍ତ୍ତମାନ ମାନେ ଆଜି ଆମେ ମାନେ ଭୋଗ କରୁଛୁ, ବୁଝିହେଲା। ତେଣୁ ତୁମେମାନେ ଯଦି ଠିକ୍ସେ ପଢ଼ିଥିବ ତେବେ ତୁମର ଆଉ କୌଣସି ବି ଡାଉଟ୍ ରହିବନି, ବୁଝିହେଲା ତ? तो बुझीगला। तो से ऊपर ही आम आलोचना करता। तो जान क्यों भाई भाव क्वेश्चन आस क्वेश्चन मैंने देख दिमार्किया तुमको जोटा इंपोर्टेंट बोली कहली मैंने केन्द्र साहित्य एकाडेमी हो सारला साहित्य एकाडेमी हो तुम जो जो मैंने सरस्वती सम्मान पाई से गुड इंपोर्टेंट और बाकीटा कौन जो तुमको जो 10 जन कवि कहली तुम सब जो पढ़ी न भी पार ताहले तुम कौन कर दीटा माने प्रत्येक कविंर सब गुड़ी एम स्वाधीनता परवर्ती कविता भाई जो सीताकांत रथ रमाकांत सीताकांत महापात्र रमाकांत रथ सचिदानंद राउतराय जो गुरुप्रसाद महांती भानुजीर मैंने बहुत प्रसिद्ध मैंने एम बात क्वेश्चन आसबनी जब दी मार्किया क्वेश्चन आसो ताहले एम आसो तेणु तुम एम ठीक से पढ़ापढ़ी करने चेष्टा कर जहाँफल कि तुम सब माने जेकोसी क्वेश्चन आस तुम ठीक से अटेंड कर। तो पिलाने टी बैकग्राउंड साउंड होगा मैंने घर अच्छी बर्तमान तो घर लोग मोटर ऑन कले तेणु आज भिडियो अधिक आलोचना करवानी तुम जहाँ भी डाउट अच्छे निश्चित भाव में कमेंट कर डिस्क्रिप्शन टेलीग्राम ग्रुप लिंक अच्छी तुम टेलीग्राम ग्रुप जॉइन हो जाओ जहाँ पर तुम डाउट पचारे नेक्स्ट क्लास में पुणी आम क्लीयर करदेवा। तो आज भिडियो जेहतु साउंड है तो आहू आलोचना करवानी बर्तमान आम आलोचना भी सरी जाइए आमर फास्ट यूनिट भी कवर हो जाए। तो नेक्स्ट भिडियो पुणी आम आलोचना करवा आम सेकेंड यूनिट संपर्क करी। तो रोचे धन्यवाद। जय जगन्नाथ। भिडियो शेष पर्यटन देखिए समस्त हृदय पुणी थे धन्यवाद। जय माँ समलेई।